ଏକ ଗୋପୀର ଦୁଆରେ ଯାଇ ନ ମିଳିଲେ ସତ୍ୟଭାମା ରୁକ୍ମିଣୀଙ୍କୁ ଧରି ଦାମୋଦରେ। ସେ ଗୋପାଳୁଣୀକୁ କୃଷ୍ଣ କୋଳରେ ଧରିଣ ରତ୍ନପଲ୍ୟଙ୍କରେ ଶୋଇଛନ୍ତି ନିଶ୍ଚିନ୍ତେଣ। ତାହା ଦେଖାଇ ଶ୍ରୀକୃଷ୍ଣ ତହୁଁ ବାହୁଡ଼ିଲେ। ଆରେକ ଗୋପୀ ଦୁଆରେ ପ୍ରବେଶ ହୋଇଲେ। କୁଙ୍କୁମ ହଳଦୀ ତୈଳ ତାଙ୍କ ଅଙ୍ଗେ ଦେଇ ଉରଜ ଉପରେ ପ୍ରେମେ କୃଷ୍ଣଙ୍କୁ ଶୁଆଇ ନାନାବିଧ ପ୍ରକାରେ ଗାଉଛନ୍ତି ଗୀତ। ଅନନ୍ତ ଅଚ୍ୟୁତ ବୋଲି ସୁମରନ୍ତି ଚିତ୍ତ। ଏସନକ କୃତ୍ୟମାନ ଦେଖିଣ କାମିନୀ ମନେ ମନେ ପ୍ରଶଂସନ୍ତି ସର୍ବ ଗୋପାଳୁଣୀ। ଧନ୍ୟ ଧନ୍ୟ ଗୋପୀ କେଉଁ ତପ କରିଥିଲେ ବାଳ ଗୋପାଳ ମୂରତି କୋଳରେ ଧଇଲେ। ଏତେକ ପ୍ରଶଂସା ଯହୁଁ କଲେ ସର୍ବନାରୀ ଭାର୍ଯ୍ୟାଙ୍କର ମନ ଜାଣିଲେ କଚକ୍ରଧାରୀ। ସେଠାରୁ କାମିନୀ ମାନେ ବାହାର ହୋଇଲେ ସୁଲକ୍ଷଣୀ ଗୋପାଳୁଣୀ ଦୁଆରେ ମିଳିଲେ। ନିର୍ଭୟ ଚିତ୍ତେ ତାହାର ଗୃହେ ଗଲେ ପଶି ଦେଖିଲେ ଖଟ ଉପରେ କୃଷ୍ଣ ଛନ୍ତି ବସି। ସୁଲକ୍ଷଣୀ ବସିଛନ୍ତି କୃଷ୍ଣ ପାଦ ଧରି ପ୍ରୀତି ମାଗୁଅଛନ୍ତି ସେ ପ୍ରେମ ଭାବ କରି। ତାହାର ସ୍ତନରେ ହାତ ଦେଇ ନାରାୟଣ ବିଜୟ କରିଅଛନ୍ତି ରତନ ଖଟେଣ। ଦେଖି ଅଷ୍ଟପାଟ ବଂଶୀ ପାଛୋଟିଣ ଗଲେ ଗୋବିନ୍ଦର ମାୟା ମୋହି ଭୋଳ ସେ ହୋଇଲେ। ପୁରେ ପୁରେ ପଶି କରି ଦେଖନ୍ତି ମୋହନ ସମସ୍ତ ପୁରେ ଦେଖିଲେ ନିଜେ ନାରାୟଣ। ନଥିଲା ହୋଇ କୃଷ୍ଣଙ୍କୁ ନ ଦେଖିଲେ କାହିଁ ସବୁଠାରେ ବିଜେ କରିଛନ୍ତି ଭାବଗ୍ରାହୀ। କାହିଁ ରାସ କେଳି କାହିଁ ହୁଏ ବାଳ କେଳି କାହିଁ ଗୋପୀ ସଙ୍ଗେ ପଶା ଖେଳି ବନମାଳି। କେଉଁଠାରେ ଘୃତ ସର କରନ୍ତି ଭୋଜନ ଗୋପୀଙ୍କୁ ଲୁଚନ୍ତି କେଉଁଠାରେ ଭଗବାନ। ନାନା କୌତୁକ କରୁଅଛନ୍ତି ମାଧୋଇ ରହସ୍ୟ ଦ୍ୱାରକା ପୁରେ ଥାଇ ଭାବଗ୍ରାହୀ। ଗୋପରେ ଥାଇ ଯେମନ୍ତ କରୁଥିଲେ ହରି ରହସ୍ୟ ଦ୍ୱାରକା ପୁରେ କଲେ ତ ମୁରାରୀ। ରୁକ୍ମିଣୀ ସତ୍ୟଭାମାଙ୍କୁ ଦେବ ମାୟା କଲେ ଅଷ୍ଟପାଟ ବଂଶୀଙ୍କର ଗରବ ଗଞ୍ଜିଲେ। ଗୋପୀଙ୍କ ସହିତ ବାଳ କ୍ରୀଡ଼ାର ଚରିତ ରହସ୍ୟ ଦ୍ୱାରକା ପୁରେ ରଚି ପଦ୍ମ ନେତ୍ର। ଗୋପୀମାନଙ୍କର କ୍ରୀଡ଼ା ରହସ୍ୟ ଦେଖାଇ ନନ୍ଦର ମନ୍ଦିରେ ବିଜେ କଲେ ଭାବଗ୍ରାହୀ। ଭିତରେ ଥାଇ ବାରତା ପାଇ ନନ୍ଦରାଣୀ ସୁବର୍ଣ୍ଣ ଝରିରେ ଆଣିଦେଲେ ଗଙ୍ଗା ପାଣି। ପାଦ ଧୋଇ ଭିତରକୁ ଗଲେ ଗୋପୀନାଥ ମାତାଙ୍କୁ ଯେ ନମସ୍କାର କରନ୍ତି ଅଚ୍ୟୁତ। ଅଷ୍ଟପାଟ ବଂଶୀ ଯଶୋଦାଙ୍କୁ ଓଳଗିଲେ କଲ୍ୟାଣ କରି ଶରୀରେ ହାତ ବୁଲାଇଲେ। ତାଙ୍କ ହସ୍ତ ଧରି ଘେନି ଗଲେ ଯଶୋଦାଏ ବରୁଣ ଭାର୍ଯ୍ୟା ନେଲା କି ଲକ୍ଷ୍ମୀ ମହାମାଏ। ଅମୃତର ସମଣ ହିଁ କରନ୍ତି କନ୍ୟାଏ ଏମନ୍ତେଣ ମୋହ ପ୍ରାପ୍ତ ହୋଇଲେ ଦେବୀଏ। ପୁତ୍ରକୁ ଦେଖି ଯଶୋଦା ରାଣୀ ମହାଦେଇ ତାହାଙ୍କର ଆନନ୍ଦ ଯେ କହୁଁ ନ ସରଇ। ସ୍ୱୟଂ କମଳିନୀ ବିଜେ କଲେ କଜହିଁରେ ସେଥିର ଉପମା କିବା ଦେବୀ ନୃପବରେ। ନନ୍ଦଙ୍କୁ ଶ୍ରୀ ନାରାୟଣ ନମସ୍କାର କଲେ ଶ୍ରୀକୃଷ୍ଣଙ୍କ ହସ୍ତ ଧରି ଭିତରକୁ ନେଲେ। ଅମୃତ ରସ ଭୋଜନ କଲେ ନାରାୟଣ ଦିନ 4-5 ବିଜେ କଲେ ଜନାର୍ଦ୍ଦନ। ରୁକ୍ମିଣୀ ସତ୍ୟଭାମାଙ୍କୁ ଘେନି ଚକ୍ରଧର ପ୍ରବେଶ ହୋଇଲେ ଯାଇ ଚନ୍ଦ୍ରସେଣାପୁର। ମାୟାରେ ଚନ୍ଦ୍ରସେଣାକୁ ମୋହ କରାଇଲେ କୃଷ୍ଣ ବିଜେ କରିବା ସେ ଜାଣି ନ ପାରିଲେ। ଚନ୍ଦ୍ରସେଣାର ନଗର କଳନା ନ ଯାଇ ତହିଁ ବିଜେ କରିଛନ୍ତି ରାଧିକା ମାଧୋଇ। ସତେକ ବଖରା ତହିଁ ଅନ୍ତ କରି ନହି ରାହାସ କ୍ରୀଡ଼ା ବିନୋଦ କରନ୍ତି କହ୍ନାଇ। ଅଷ୍ଟକନ୍ୟାଙ୍କୁ ଘେନିଣ ଭିତରେ ପଶିଲେ ଚନ୍ଦ୍ରସେଣା ନଗରରେ ଯାଇ ବିଜେ କଲେ। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ
रतन खट उपरे विजे भावग्राही जेउ खटे विजे करिछंती देव हरि सेही खटर महिमा कही तके पारी चारि पाखे तार पद्म पुष्प फुटी अछि तार मध्यरे केशर गोटिए सोहिछि केशर मध्यरे बसी अछंती कन्हाई मदन मोहन मूर्ति धरि नंद पोई राधिका को बामंगे धरिछंती हरि से शोभार महिमा के कही बापारी अधरे अधर लगाइण बनमाळी प्रेमालाप करुछंती होई कुतूहली झांझ कंसाळ बजाउछंती अष्ट सखी नित्य राहास क्रीडारे विजे पद्म आखी माया क्रीडार समान भियाण से कले रुक्मिणी सत्यभामा को मायारे मोहिले घेनिण कन्या मानंकु मिलिले कतही नित्यस्थली रास देखाइण भावग्राही देखि मोह गले सत्यभामा जे रुक्मिणी अनेक प्रशंसा करुछंती पुणी पुणी राधार स्वरूप देखि हेले मोहमान शतदल पद्म प्रायची विराजे वदन कोटि चंद्र परा एक दिशे सुशोभन राधा कृष्ण बेनी मूर्ति दिशे जानुआन कोटिए पर्वत रुकिए कोटेही कमलार भितरे कि कमला अछई पटांतर देबा पाई नाही तिनी पुरे बामांगे राधा को धरिछंती दामोदरे एमंत देखिण श्रीकृष्णଙ୍କ नारी माने हृदय चिंता करई देव भगवाने निर्धूम नल प्राय विराजुछि तेज सिंहासन डेरी बसिछंती देवराज नीलमेळे इंद्र धनु प्राय कदिशई देखि अष्टपाट बंशी मोहमान होई श्रीकृष्ण को भय करी न पारंती कही अत्यभूत रूप धरी अछंती माधोई मानवे जनमी देखिले क नित्य स्थल मानव विष्णु अटंती प्रभु आदि मूल अष्टभार्या घेनी हरि बाहर होइले तहु द्वारकापुर को विजे करी गले अंतपुर भीतर को गले सर्वनारी बाहर अवकाशरे रहिले श्रीहरि रुक्मिणी बोलंती आगो सत्यभामा शोण गोप क्रीड़ा विनोदर पूर्व विधान 16 कन्या पुरे अछंती माधोई एक शरीरे आरेक स्वरूप से होई दैव गठन प्राय समस्ते दिशंती गोपींक रूप को सरी नुहंती पार्वती ताहांकर रूप को जे पटांतर नाही नोहिले कि सेही माने कृष्णे छंती मोही क्षणे हे ताहांको कृष्ण मूर्छी न पारंती तेणु करी गोपीनाथ नाम बोलावंती गोपींक प्रेम भक्ति को ब्रह्मा सरी नोही कृष्ण व्यतीत आनको न भजंती सेही एसनक भाव किंपा गोविंद मूर्छिबे गोप क्रीड़ा पाई मंचे अवतार एबे आंभे राधार रूप को सर्वे लोड़ी बारू गौरव गंजन बाना गंजिले आगरू एमंत विचार मान करिण तरुणी जे जहापुर को गले कृष्ण पाटराणी अमृत मणो ही संचा होइला तियार आपे मणो ही कि बीजे कले चक्रधर सुबर्ण थाली रे अन्न परसंती आणी घृत परसंती शक्राजितर नंदिनी तो से भोजन करंती देव चक्र पाणी भोजन शेष करिण उठिले तक्षणी बास पाणी घेनी कृष्ण आचमन कले रतन खट उपरे जाइण बसिले कर्पूर विड़िया पान करंती मणई पान भांगी दियंती सत्राजित रतनई अगुरु चंदन अंगे बोलंती तरुणी गभा बंधन करंती नाना पुष्प आणी आलट घेनी बिंचंती देवी जाम्बवती खदी घेनिण बिंचई कालिंदी सुदंती रहस्यपुर रे नंद जशोदा रहिले गरुड़ कृपारे वृद्ध तनु त्याग कले
ଦୁଇ ଜଣଙ୍କର ଯୁବା ଶରୀର ହୋଇଲା। ରତି କାମ ପରା ଏକ ତାଙ୍କ ଶୋଭା ହେଲା। କିଛି ଦିନେ ଯଶୋବନ୍ତୀ ହେଲେ ଗର୍ଭବାସ। ପୁତ୍ର ଗୋଟିଏ ଜନ୍ମିଲା କନ୍ଦର୍ପ ସଦୃଶ। ଅତି ସୁନ୍ଦର ହୋଇଲା ଯେଣୁ ପୁତ୍ର ମୂର୍ତ୍ତି। ସାତ୍ୟକୀ ନାମ ତା ଦେଲେ ନନ୍ଦନର ପତି। ପୁତ୍ର ବାର୍ତ୍ତା ଶୁଣି କୃଷ୍ଣ ଆନନ୍ଦିତ ହେଲେ। ଦେବ ଭବିଷ୍ୟ କେଆନ କରିପାରେ ଭଲେ। ଦେଖନ୍ତେ ପୁତ୍ରର 3 ବରଷ ହୋଇଲା। ଦିନକୁ ଦିନ ଚନ୍ଦ୍ରମା ପରାଏ ଦିଶିଲା। 3 ବରଷର ଅନ୍ତେ ଯଶୋମତୀ ମୋ ପୁଣି। ଆର ବେଳେ ଗର୍ଭବତୀ ହୋଇଲେ ତରୁଣୀ। 10 ମାସର ଅନ୍ତରେ କନ୍ୟା ପ୍ରସବିଲେ। ସୁଭଦ୍ରା ବୋଲିଣ ସେହି ନାମ ତାର ଦେଲେ। ଅତି ଶୁଭ ବେଳେ ଯେଣୁ ଲଭିଲେ ଜନମ। ସୁଭଦ୍ରା ବୋଲିଣ ଦେଲେ ଦୁହି ତାର ନାମ। ପୁତ୍ର କନ୍ୟା 2 ଗୋଟି ହୋଇଲେ ସଞ୍ଜାତ। ଅତ୍ୟନ୍ତ ଆନନ୍ଦ ଯେ ଲଭିଲେ ନୃପନାଥ। ବାଳକ କାଳରୁ ଯେହୁ ଦିନ ବଞ୍ଚୁଥାନ୍ତି। ଶ୍ରୀକୃଷ୍ଣଙ୍କ ଚରଣରେ ଦେଇ ଚିତ୍ତ ବୃତ୍ତି। ବନ୍ଦଇ କୌଶଲ୍ୟା ସୁତ ଦଶରଥ ନାନ। ଛେଦିଲେ ଜାନକୀ ପାଇଁ ଦୈତ୍ୟ ଦଶାନନ। 12 ବରଷେ ତାଡ଼କା ସୋରି ନିବାରିଲ। ବିଶ୍ୱାମିତ୍ର ଯାଗ କାର୍ଯ୍ୟ ହେଳେଣ ରଖିଲ। ଶିବଧନୁ ଭଗ୍ନ କଲ ମିଥିଳା ନଗରେ। ଜାନକୀଙ୍କୁ ବିଭା ହେଲ ଆନନ୍ଦ ମନରେ। ବାଟରେ ଭେଟନ୍ତେ ପରଶୁରାମଙ୍କୁ ଜିଣିଲ। ତାଙ୍କଠୁ ବୈଷ୍ଣବା ଧନୁ ଛଡ଼ାଇ ଆଣିଲ। ସୀତା ଘେନି ବନବାସେ ଗଲ ରଘୁନାଥ। ସୁଗ୍ରୀବର ସହିତରେ ହୋଇଲ ମୈତ୍ର। ମୈତ୍ର ନିମନ୍ତେ ତୁମ୍ଭେ ବାଳିକି ମାଇଲ। କିଷ୍କିନ୍ଧ୍ୟା ନଗରେ ସୁଗ୍ରୀବକୁ ରାଜା କଲ। ରାବଣକୁ ମାରି ବିଭୀଷଣୀ ରାଜା କରି। ତେଣୁ କରି ତୁମ୍ଭ ନାମ ହେଲା ରାବଣାରୀ। ରାମ ନାମ ଗୋଟିକ ଯେ ସାମବେଦ ସାର। ବୁଦ୍ଧ ଜନେ ଘୋଷୁଛନ୍ତି ରାମ ନିରନ୍ତର। ଶ୍ରୀରାମଙ୍କ ଚରଣକୁ ମୋର ନିତ୍ୟ ଆସ। ଅଚ୍ୟୁତ ଦାସକୁ ରଖ ଆହେ ପୀତବାସ। ବଳରାମ ଉଗ୍ରସେନ ଆଦି ଯାଦବ ମାନଙ୍କର ନନ୍ଦଙ୍କୁ ଶଙ୍ଖୋଳିବା ପାଇଁ ରହସ୍ୟ ଦ୍ୱାରକାକୁ ଗମନ। ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପବର। ମୁନିଙ୍କର ଚରଣରେ କଲେ ନମସ୍କାର। ଗଙ୍ଗା ନୀର ଘେନି ରାଜା ଚରଣ ଧୋଇଲା। ବିନୟ ଭାବରେ କର ଯୋଡ଼ିଣ କହିଲା। ରାଧାର ବିନୟ ଭାବ ଯେଣୁ ସେ ଦେଖିଲେ। ପୁରାଣ ପୁସ୍ତକ ବ୍ୟାସ କୁମର ଫେଡ଼ିଲେ। ମୁନିବର ବିଚାରନ୍ତି ଶୁଣ ନୃପବର। କି ପଚାରୁଅଛ ପୁଛ ଆମ୍ଭର ଆଗର। ମୁନିବରଙ୍କୁ ପ୍ରସନ୍ନ ଦେଖି ନୃପରାଏ। କହନ୍ତି ହେ ମୁନି ମତେ କହିବା କଥାଏ। ଗୋପନଗରକୁ କୃଷ୍ଣ ବିଜେ କରିଥିଲେ। ନନ୍ଦ ଯଶୋମତୀକୁ ସେ ସଙ୍ଗରେ ଆଣିଲେ। ରହିଲେ ରହସ୍ୟ ଦ୍ୱାରକାରେ ଗୋପୀଗଣ। ଅଇଲାର ଜାଣିଲେ କି ପ୍ରଭୁ ଶଙ୍କର୍ଷଣ। ତାହା କି ଜାଣିଲେ ଉଗ୍ରସେନ ନରପତି। ସେହି କଥା ପଚାରଇ ଆହେ ମହାମତି। ସେହି କଥା ଗୋଟିକ ମୁଁ ତୁମ୍ଭଙ୍କୁ ପୁଛଇ। ବିଶେଷ ଭାବରେ ମତେ କହିବା ଗୋସାଇଁ। ରାଜା ପଚାରନ୍ତେ ମୁନି କଥା ଆରମ୍ଭିଲେ। ତାହାଙ୍କ ନିର୍ମଳ ଚିତ୍ତ ଜାଣି ଯେ ପାରିଲେ। ଏକ ଦିନ କରେ ଉଗ୍ରସେନ ନୃପବର। ସଭା ମଣ୍ଡାଇଣ ବସି ଅଛି ଆସ୍ଥାନର। ଉଦ୍ଧବ କ୍ରୂର ଅନାଧୃଷ୍ଟ ଏ ଅଛନ୍ତି। ଶପଥ ବଂଶ ଯାଦବେ ସଭାରେ ଖଟନ୍ତି। ସୁଦେବର ନନ୍ଦନ ଯେ ବସୁଦେବ ବୀର। ସେହି ବସିଛନ୍ତି ଉଗ୍ରସେନ ସମୀପର। ପଟୁଆର କରିଛନ୍ତି ଚତୁରଙ୍ଗ ବଳ। ଏ ସନକ ସମୟରେ ପ୍ରଭୁ କାମ ପାଳ। କୃଷ୍ଣ କୁମରକୁ ସଙ୍ଗେ ଘେନିଣ ଅଇଲେ। ଉଗ୍ରସେନକୁ ପ୍ରଣମି ସଭାରେ ବସିଲେ। ସକଳ ଯାଦବ ସଭା ମଣ୍ଡି ବସିଛନ୍ତି। ନାନା ଦେଶର ବାରତା କୁହାକୁହି ହୁଅନ୍ତି। ଅକ୍ରୂର ମୁଖକୁ ଚାହିଁ ରାଜା ଉଗ୍ରସେନ। ବୋଇଲେ ଜାଣକି ତୁମ୍ଭେ ଏଥିର କାରଣ। ଏତେ ଦିନ ହେଲା କୃଷ୍ଣ କାହିଁ ରହିଥିଲେ। ଆମ୍ଭମାନଙ୍କୁ ଏ କଥା ଜଣା ନାହିଁ ଭଲେ।
ତହୁଁ ଅକ୍ରୂର ବୋଇଲେ ଶୁଣ ମହାରାଣ, ଅପାର ଦିନ ହେଲା ନଥିଲେ ନାରାୟଣ। ଗୋପନଗରକୁ ଯାଇଥିଲେ ନରହରି, ଆମ୍ଭଙ୍କୁ ସଙ୍ଗରେ ନେଇଥିଲେ ଦଇତ୍ୟାରି। ବୈନତେୟର ପିଠିରେ ନନ୍ଦଙ୍କୁ ବସାଇ, ଆପଣ ତହିଁରେ ବସି ଆସିଲେ ଗୋସାଇଁ। 1600 ଗୋପୀଙ୍କି ଘେନି ଆସିଛନ୍ତି, ଅପୂର୍ବ ଚରିତ ତୁମ୍ଭେ ଶୁଣ ନରପତି। ଉଗ୍ରସେନ ବୋଲେ ତାଙ୍କୁ କାହିଁ ରୁହାଇଲେ, କେତେ ଦିନ ହେଲା ତାଙ୍କୁ ଘେନାଇ ଅଇଲେ। ତହୁଁ ଅକ୍ରୂର ବୋଲଇ କର ଯୋଡ଼ି ପୁଣି, ବହୁଦିନୁ ଅଇଲେଣି ନନ୍ଦ ନୃପମଣି। ବଳରାମ ବୋଇଲେ ନ ଜାଣୁ ଆମ୍ଭେ ତାହା, ଆମ୍ଭ ଆଗେ ନ କହଇ ଶ୍ରୀକୃଷ୍ଣ ତ ଏହା। ସଭାରେ ବସି କରନ୍ତେ ମନ୍ତ ବିଚାର, ତହିଁ ଆସିବି ଯେ କଲେ ଶ୍ୟାମ ନଟବର। ଉଗ୍ରସେନ ନୃପତିକୁ ନମସ୍କାର କଲେ, ବଳରାମଙ୍କୁ ଦକ୍ଷିଣ ଶିରେ କର ଦେଲେ। କୃଷ୍ଣ ପୁତ୍ରମାନେ ପିତା ପାଦେ ଓଳଗିଲେ, ଉଦ୍ଧବ ଅକ୍ରୂର ଦୁହେଁ ଚରଣେ ନମିଲେ। 7 ବଂଶ ଯାଦବଙ୍କୁ ଯଥା ମାନ୍ୟ କରି, ଆସ୍ଥାନ ଉପରେ ବିଜେ କଲେ ନରହରି। ଉଗ୍ରସେନ ପଚାରିଲେ ଶ୍ରୀକୃଷ୍ଣଙ୍କୁ ଚାହିଁ, ଅପାର ଦିନ ହୋଇଲା ଥିଲ ତୁମ୍ଭେ କାହିଁ। ଗୋବିନ୍ଦ ବୋଇଲେ ଆମ୍ଭେ ନଥିଲୁ ଏଠାରେ, ନନ୍ଦଙ୍କୁ ଶଙ୍ଖୋଳି ଯାଇଥିଲୁ ଗୋପପୁରେ। ଗୋପୀଙ୍କର ବିକଳ ମୁଁ ସହି ନ ପାରିଲି, ଗରୁଡ଼ ପୃଷ୍ଠେ ବସାଇ ତାହାଙ୍କୁ ଆଣିଲି। ଦ୍ୱାରକାରେ ଠାବ ଯହୁଁ ନ ପାଇଲି କାହିଁ, ବରୁଣକୁ ଖଣ୍ଡିଏ ମୁଁ ଜାଗା ମାଗିଲଇଁ। ବିଶ୍ୱକର୍ମା କୁସୁମରୁ ସ୍ୱର୍ଗରୁ ଅଇଲା, ପୁର ଗୋଟାଏ ନିର୍ମାଣ କରିଦେଲା। ସଙ୍ଗରେ ଅଇଲେ 1600 ଗୋପାଳୁଣୀ, ଚନ୍ଦ୍ରରେଖା ସଙ୍ଗତରେ ନନ୍ଦ ନୃପମଣି। ଶ୍ରୀକୃଷ୍ଣ କହନ୍ତି ଉଗ୍ରସେନ ତା ଶୁଣିଲେ, ସଭାର ଲୋକେ ଶୁଣିଣ ଆନନ୍ଦ ଲଭିଲେ। ବଳରାମ ବୋଲନ୍ତି ତୁ ଶୁଣରେ କହ୍ନାଇ, ଆମ୍ଭର ଛାମରେ ଦିନେର କହିଲୁ ତ ନାହିଁ। ତୋହର ମାୟା ମତେ ତ ଗୋଚର ନହିଲା, କହୁଁ କହୁଁ କ୍ରୋଧ ହେଲେ ରୋହିଣୀର ବଳା। ଶ୍ରୀକୃଷ୍ଣ ବୋଇଲେ କୋପ କର କାହିଁ ପାଇଁ, ଚାଲ ନନ୍ଦକୁ ଶଙ୍ଖୋଳି ଯିବା ହେ ଗୋସାଇଁ। ଉଗ୍ରସେନ ବୋଇଲେ ତ ଆମ୍ଭେ ଥରେ ଯିବୁ, ସେ ନନ୍ଦ ମହାଖୁଡ଼କୁ ଥରେ ଶଙ୍ଖୋଳିବୁ। ଏତେକ ବିଚାର କରୁ ସଭା ମଉଳିଲା, ଉଗ୍ରସେନ ରାଜା ତହୁଁ ଭିତରକୁ ଗଲା। ରାମକୃଷ୍ଣ ଦୁଇ ଭାଇ ଅଇଲେ ନଗରକୁ, ସମସ୍ତ ଯାଦବ ଗଲେ ଯେ ଯାହାପୁରକୁ। କୃଷ୍ଣର କୁମାର ମାନେ ଅଇଲେ ନଗର, ଶୁଣ ପରୀକ୍ଷିତ ରାଜା ଉତ୍ତରା କୁମର। ଏମନ୍ତ ପ୍ରକାରେ ସେହି ଦିନ ବହିଗଲା, ଆର ଦିନ ଉଗ୍ରସେନ ଥାଟ ସଜ କଲା। ଯାଦବଙ୍କୁ ଘେନି ରାଜା ବାହାର ହୋଇଲେ, ଉଦ୍ଧବ ଅକ୍ରୂରକୁ ସଙ୍ଗରେ ଘେନିଥିଲେ। ବାହାର ହୋଇଲେ ତହୁଁ ବସୁଦେବ ବୀର, ଏଥୁ ଅନ୍ତେ ଶୁଣ ତୁମ୍ଭେ ଆନ ସମାଚାର। ସଜ ହୋଇଲେ ରୋହିଣୀ ଆଉ କାମ ପାଳ, ଦ୍ୱାରକାବାସୀ ସର୍ବ ହୋଇ ଏକ ମେଳ। ଶ୍ରୀକୃଷ୍ଣଙ୍କର କୁମାର ଶାମ୍ବ ଗଦା ମୂଳେ, ଆପଣ ସଜ ହୋଇଲେ ହେବ ଚକ୍ରଧରେ। ସମସ୍ତେ ହିଁ ଏକ ମେଳ ହୋଇଣ ଚଳିଲେ, ଉଦ୍ଧବ ଅକ୍ରୂରକୁ ସେ ଆଗେ ଚଳାଇଲେ। ଶଙ୍ଖ ଆବର ମହୁରୀ ବାଜେ ଘନ ଘନ, ଢୋଲ କାହାଳି ବାଜଇ ବିଜି ଘୋଷମାନ। କୃଷ୍ଣର କୁମାର ମାନେ ରଥରେ ଚଢ଼ିଲେ, ତାଳ ଧ୍ୱଜ ରଥେ କାମ ପାଳ ଆରୋହିଲେ। ଗରୁଡ଼କୁ ସୁମରଣା କଲେ ମଧୁହାରୀ, ବିନତାର ନନ୍ଦନ ଯେ ଆଗେ ଆସି ମିଳି। ଗରୁଡ଼ ପିଠିରେ ବିଜେ କଲେ ଭଗବାନ, ରହସ୍ୟ ଦ୍ୱାରକା ପୁରେ ଯାନ୍ତି ଜନାର୍ଦ୍ଦନ। ତତ୍କ୍ଷଣେ ତହିଁ ଯାଇ ହୋଇଲେ ପ୍ରବେଶ, ତକ୍ଷଣେ ବାର୍ତ୍ତା ପାଇଲେ ସୁନନ୍ଦର ଶିଷ୍ୟ। ଉଗ୍ରସେନ ନୃପତିକୁ ଦେଖି ନନ୍ଦରାଏ, ଆପଣାର ଶିର ପରେ ନିଜେ କର ଦିଏ। ଶ୍ରୀରାମକୃଷ୍ଣ ନନ୍ଦଙ୍କୁ କଲେ ନମସ୍କାର, କୃଷ୍ଣର କୁମାର ମାନେ ନମନ୍ତି ପୟର। ଉଦ୍ଧବ ଅକ୍ରୂର ଦୁହେଁ ଓଳଗି ହୋଇଲେ, 7 ବଂଶ ଯଦୁଗଣ ନନ୍ଦେ ମାନ୍ୟ କଲେ। ଯେ ନନ୍ଦକୁ ରାମକୃଷ୍ଣ କରୁଛନ୍ତି ମାନ୍ୟ, ଯାଦବ ବଂଶରେ କିଏ ଅଛଇ ଅମାନ୍ୟ।
ମାନ୍ୟ ଗୌରବ ଆଦି ସମସ୍ତ ସାରିଲେ, ଏହି ବେଳେ ବସୁଦେବ ଯାଇ ପ୍ରବେଶିଲେ। ଦୁହେଁ ଯାଇ ଏକା ବେଳେ ଶିରେ କର ଦିଅନ୍ତି, ପରସ୍ପର କୋଳାଗ୍ରତେ ହରସ ଲଭନ୍ତି। ନନ୍ଦ ବୋଇଲେ ଭୂମିତ୍ର ଶୁଣ ମୋ ବଚନ, ପଞ୍ଚଭୂତ ଆତ୍ମାରେ ମୁଁ ଲଭିଲି କାରଣ। ତୁମ୍ଭର ପ୍ରସାଦେ ଆଜି ପୂଜା ମୁଁ ପାଇଲି, ଏଡ଼େକ ସମ୍ପତ୍ତି ମୁଁ ହିଁ ପୂର୍ବେ ଅର୍ଜିଥିଲି। ସାତ ବଂଶ ଯାଦବଙ୍କୁ ଘେନି ଉଗ୍ରସେନ, ଆପଣେ ଆସି ଅଛନ୍ତି ମୋହର ଭୁବନ। କୃଷ୍ଣ କାମ ପାଳଛନ୍ତି ତାହାଙ୍କ ସଙ୍ଗର, ଆବର ଅଛନ୍ତି ରାମକୃଷ୍ଣଙ୍କ କୁମର। ନନ୍ଦ ରାଜା ଏସନକ ବଚନ ବୋଇଲା, ଅଶ୍ରୁଜଳ ତାହାଙ୍କର ନୟନ ଝରିଲା। ଉଗ୍ରସେନ ହସ୍ତ୍ର ଧରି ନନ୍ଦ ନୃପବର, ଆପଣା ଭୁବନେ ଘେନି ଗଲେ ଧାତିକାର। ସୁଦିବ୍ୟ ଆସନେ ତାଙ୍କୁ ବସାଇଲେ ନେଇ, ଯେଉଁ ଆସନ ସୁଧର୍ମା ସଭା ମନ ମୋହି। ଆପେ ବିଶ୍ୱକର୍ମା ଯାହା କରିଛି ଗଠନ, ଯେଉଁଠାରେ ବିଜେ କରିଛନ୍ତି ନାରାୟଣ। ପଟାନ୍ତର ଦେବା ପାଇଁ ତ୍ରିଭୁବନେ ନାହିଁ, ପୁର ଦେଖି ଉଗ୍ରସେନ ପ୍ରଶଂସା କରଇ। ନଗର ଯାକ ନୃପତି ବୁଲିଣ ଦେଖିଲା, ସେ ପୁରକୁ ଦେଖି ରାଜା ମୋହମାନ ହେଲା। ଭିତରକୁ ବିଜେ କଲେ ଦେବ ଶିରିପତି, ସଙ୍ଗତରେ ପୁତ୍ରମାନେ ଗୋଡ଼ାଇ ଅଛନ୍ତି। ଯଶୋମତୀଙ୍କୁ ଦେଖିଣ ରାମ ଦାମୋଦର, ବେଗେ ନମସ୍କାର କଲେ ମାତାଙ୍କ ପୟର। ରାମକୃଷ୍ଣ ପୁଅ ମାନେ ତାହାଙ୍କୁ ଦେଖିଣ, ସମସ୍ତେ ପ୍ରଣାମ କଲେ ତାହାଙ୍କ ଚରଣ। ତାଙ୍କର କଲ୍ୟାଣ ବାଞ୍ଛା କଲେ ନନ୍ଦରାଣୀ, ନାତିଙ୍କୁ ଦେଖି ଆନନ୍ଦ ଲଭିଲା ତରୁଣୀ। ଆନନ୍ଦରେ ଅଶ୍ରୁଜଳ ନୟନ ଗଳଇ, ମନ ମଧ୍ୟେ ଅତିଶୟ ଆନନ୍ଦ ଲଭଇ। କାଖରେ ବସାଇ ତାଙ୍କୁ ଘରେ ଘେନି ଗଲେ, ଅମୃତ ପଦାର୍ଥ ମାନ ନେଇ ଭୁଞ୍ଜାଇଲେ। ନନ୍ଦ ବସୁଦେବ ଉଗ୍ରସେନର ସହିତେ, ଆସ୍ଥାନରେ ବସିଛନ୍ତି ଯାଦବ ସମସ୍ତେ। ରାମକୃଷ୍ଣ ଚାହିଁ ବୋଲୁଛନ୍ତି ଯଶୋଦାଏ, ଏଡ଼େ ନିରାଶ ବାବୁରେ କଲ ଆଜ ଯାଏ। ସେଦିନ କ୍ରୂର ମତେ ମଥୁରାକୁ ନେଲା, ଯେଦିନ ଅକ୍ରୂର ତୋତେ ମଥୁରାକୁ ନେଲା। ସେହିଦିନ ଦେଖିବାକୁ ଅପୂର୍ବ ହୋଇଲା, ଏହି ରାମ ଗୋପପୁରେ ଯାଇଥିଲେ ଦିନେ। 4 ଦିନ ମାତ୍ର ରହି ଅଇଲେ ବହନେ, ଏତେ ଦିନେ ମୁଖ ଗୋଟି ଦେଖିଲି ଏହାର। ଏଡ଼େ ବଡ଼ କଷ୍ଟ ମତେ ଦେଲୁ ହଳଧର, ଏବେ ସିନା କଳା କାହ୍ନୁ ମୋରେ ଦୟା କଲା। ଉଦ୍ଧବ ଅକ୍ରୂର ସହ ଗୋପେ ଯାଇଥିଲା, ମୋହର ଦୁଃଖ ଦେଖିଣ ସହି ନ ପାରିଲେ। ଗରୁଡ଼ ପୃଷ୍ଠେ ବସାଇ ଘେନିଣ ଅଇଲେ, ତୁମ୍ଭର ମୁଖ ଦେଖିଣ ଗଲା ମୋର ଦୁଃଖ। ଏବେ ସୁଖ ଭୋଗ ମୁଁ ହିଁ କରିବି ଅନେକ। ଏତେକ ଶୁଣି ଶ୍ରୀକୃଷ୍ଣ ଭିତରକୁ ଗଲେ, ସାତ୍ୟକୀକୁ ସଙ୍ଗେ ଘେନି ତୋରିତେ ଅଇଲେ। ତାଙ୍କୁ ରାମଙ୍କ ଗୋଚରେ ଦେଲେ ତହୁଁ ନେଇ, ଭାଇ ଭଉଣୀକୁ ଘେନିଲେ କହଳ ସାଇଁ। ଦେଖି କରି ବଳରାମ ସନ୍ତୋଷ ମନରେ, ସାତ୍ୟକୀର ଦକ୍ଷ ହସ୍ତ ଧରିଣ ଶ୍ରୀକରେ। ନନ୍ଦର ସଭାକୁ ବିଜେ କଲେ ବଳରାମ, ଯାଇଣ ବସିଲେ ନନ୍ଦଙ୍କର ସନ୍ନିଧାନ। ସୁଭଦ୍ରାକୁ ଘେନି କୃଷ୍ଣ ତ୍ୱରିତ ଅଇଲେ, ସେହୁ ନନ୍ଦଙ୍କର ବାମ ପାର୍ଶ୍ୱରେ ବସିଲେ। ଉଗ୍ରସେନ ରାଜା ବସିଛନ୍ତି ଖଣ୍ଡ ଦୂରେ, ନନ୍ଦ ବସୁଦେବ ବସି ଅଛନ୍ତି ସେଠାରେ। ତାଙ୍କ ବାମ ପାର୍ଶ୍ୱେ ବସିଛନ୍ତି ହଳଧର, ରାଜା ବୋଲେ ବସି ଅଛି ସେ କାହାକୁ ମୋର। ବଳରାମ ବୋଇଲେ ଯା ପଚାରିଲ ରାଏ, ଏହି କୁମର ଅଟଇ ନନ୍ଦର ତନଏ। କୃଷ୍ଣ ପାଶେ ବସିଛନ୍ତି ଯେ ବଣ ଦୁହିତା, ଭାଗ୍ୟବଶରୁ ଏହାକୁ ଦେଲେ କବିଧାତା। ଦେଖିକରି ଉଗ୍ରସେନ ସନ୍ତୋଷ ଲଭିଲେ, ସେ ପୁତ୍ର କନ୍ୟାକୁ ବହୁ ଆଶୀର୍ବାଦ କଲେ। ଏସନ ବେଳେ ଆସ୍ଥାନ ଗୋଟି ମଉଳିଲା, ଉଗ୍ରସେନ ନରପତି ମେଲାଣି ମାଗିଲା। ଉଦ୍ଧବ କ୍ରୂର ମୂଳେ ଉଠିଲେ ସମସ୍ତେ, ବସୁଦେବ ଉଠିଲେ ଯେ ତାହାଙ୍କ ସଙ୍ଗତେ। ଖଣ୍ଡେ ଦୂର ନନ୍ଦ ରାଜା ଅଇଲେ ଗୋଡ଼ାଇ, ବାହୁଡ଼ି ଯିବା ନିମନ୍ତେ ତାକୁ ଆଜ୍ଞା ଦେଇ।
ଆପେ ଥାଟ ଘେନି ସେହୁ ବାହୁଡ଼ି ଆସନ୍ତି, ଆପଣାର ମନ୍ଦିରରେ ଯାଇ ନ ମିଳନ୍ତି। ଉଦ୍ଧବ କ୍ରୂର ଆଜ୍ଞା ମାଗି ତହୁଁ ଗଲେ, ବସୁଦେବ ମନ୍ଦିରକୁ ବସୁଦେବ ଗଲେ। ସାତ ବଂଶରେ ଯେତେକ ଯଦୁପୁତ୍ର ମାନେ, ସମସ୍ତେ ହିଁ ଚଳିଗଲେ ଯେ ଯାହା ଭୁବନେ। ରାମକୃଷ୍ଣ ରହିଲେ ଯେ ନନ୍ଦର ମନ୍ଦିର, ସ୍ନାନ ଭୋଜନ ତହିଁ କଲେ ଦାମୋଦର। ଥୋକାଏ ଦିନ ପର୍ଯ୍ୟନ୍ତେ ରହିଲେ କତହିଁ, ବହୁତ ଆଦର କଲେ ନନ୍ଦ ନୃପ ସାଇ। ଶୁଣ ପରୀକ୍ଷିତ ରାଜା ଉତ୍ତରା କୁମର, ସାବଧାନ ହୋଇ ଶୁଣ ହରିବଂଶ ଗୀର। ବସୁଦେବ ଯାଇ ନିଜ ପୁରେ ବିଜେ କଲେ, ଦେବକୀ ଆଗେ ସକଳ ଚରିତ କହିଲେ। ବୋଲନ୍ତି ଆଗ ସଖୀ ତୁ ସାବଧାନେ ଶୁଣ, ଅପୂର୍ବ କଥା ଦେଖିଲୁ ଆମ୍ଭେ ଏହି କ୍ଷଣ। ଗୋପ ବୃନ୍ଦାବନେ କୃଷ୍ଣ ଚନ୍ଦ୍ର ଯାଇଥିଲା, ଗରୁଡ଼େ ବସାଇ ନନ୍ଦ ଯଶୋଦା ଆଣିଲା। ଆବର ଆଣିଲା 16 ସହସ୍ର ଗୋପୀଙ୍କି, ଚନ୍ଦ୍ରସେଣା ଗୌଡ଼କୁ ଆଣିଅଛି ହାକି। ବରୁଣକୁ କୃଷ୍ଣ ଜାଗା ଖଣ୍ଡିଏ ମାଗିଲା, ବିଶ୍ୱକର୍ମା କୁହକାରୀ ନଗ୍ର ତୋଳାଇଲା। ଗୋପନଗରେ ଯେପରି ଥିଲା କ ଆବାସ, ତହୁଁ ଶତ ଗୁଣେ ଗଢ଼ାଇଛି ତୋର ଶିଷ୍ୟ। ଗୋପୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ଗଢ଼ାଇଛି, ଦେବଙ୍କୁ ଦୁର୍ଲଭ ପୁର ଶୋଭା ପାଉଅଛି। ଦ୍ୱାରକାହୁ ଶତ ଗୁଣ ହୋଇଛି ସୁନ୍ଦର, ପଟାନ୍ତର ଦେବା ପାଇଁ ନାହିଁ ତିନି ପୁର। ଦେଖି ମନ ବଡ଼ ମୋର ସନ୍ତୋଷ ହୋଇଲା, ଆସିବା ପାଇଁ ସେଠାରୁ ମନ ନ ବଳିଲା। ଅବସନ୍ତରେ ବସନ୍ତ ବହୁଛି ସେ ପୁରେ, ଅମର ବାରସତୀ ତ ନୁହେଁ ତା ସଙ୍ଗରେ। ପୁରୁଷମାନେ ଦିଶନ୍ତି କାମଦେବ ପ୍ରାୟ, ସ୍ତ୍ରୀମାନଙ୍କର ରୂପ ସାମାନ୍ୟ ଯେ ନୁହେଁ। ଆହୁରି କଥା ଗୋଟିଏ ଦେଖିଲ ସହି, ନନ୍ଦର ପୁତ୍ର ଦୁହିତା ଦୁଇ ହୋଇଛଇଁ। ବାଳକ ବାଳିକା ବୃଦ୍ଧ କାଳେ ଜନ୍ମିଛନ୍ତି, ଦେଖିକରି ଆଶ୍ଚର୍ଯ୍ୟ ମୁଁ ମଣିଲି ସୁଦନ୍ତୀ। ଶୁଣି ଟହ ଟହ ହୋଇ ଦେବକୀ ହସିଲେ, ଅପୂର୍ବ ଚରିତ ତହୁଁ ସ୍ୱାମୀଠୁ ଶୁଣିଲେ। ଶୁକମୁନି ବୋଇଲେ ପରୀକ୍ଷ ନୃପ ସାଇ, ଶ୍ରୀହରିବଂଶ ପୁରାଣ ଶୁଣ ମନ ଦେଇ। ନନ୍ଦରାଜା ପୁରେ ରାମକୃଷ୍ଣ ରହିଥିଲେ, ନନ୍ଦଙ୍କୁ ମେଲାଣି ମାରି ବାହାର ହୋଇଲେ। ଯଶୋଦା ବୋଇଲେ ତୁମ୍ଭେ ଶୁଣ ହଳଧର, ସାତ୍ୟକୀକୁ ନିଅ ବାପ ତୁମ୍ଭ ସଙ୍ଗତର। ବିଦ୍ୟା ଶିଖାଅ ତାହାକୁ ତୁମ୍ଭେ ସଙ୍ଗେ ନେଇ, ଏହାର ସହାୟ ହେବ ତୁମ୍ଭେ ଦୁଇ ଭାଇ। ଗୋପାଳ କୂଳରେ ଲଭିଛି ଜନମ, ଗୌଡ଼ ବାଉଡ଼ ହାଉଡ଼ ବୋଲି ତିନି ନାମ। ଏହାକୁ ସଙ୍ଗରେ ଘେନିଥିବ ଦାମୋଦର, ଶସ୍ତ୍ରଶାସ୍ତ୍ର ବିଦ୍ୟା ୟାକୁ ପରାପତ କର। ଯଶୋଦାଙ୍କର ମୁଖରୁ ଏ ସନକ ଶୁଣି, ସନ୍ତୋଷ ଚିତ୍ତେ କହନ୍ତି ଦେବ ଚକ୍ରପାଣି। ହଳି ବୋଲନ୍ତି ମାତା ଗୋ ଯାହା ଆଜ୍ଞା ଦେଲେ, ସାତ୍ୟକୀକୁ ଘେନି ଯାଉଅଛୁ ସଙ୍ଗତରେ। ସାତ୍ୟକୀର ହସ୍ତ ଧରି ରଥେ ବସାଇଲେ, ଆପେ ହଳ ପାଣି ତାଳ ଧ୍ୱଜ ଚଳାଇଲେ। ଗରୁଡ଼ ପିଠିରେ ବିଜେ କଲେ ନାରାୟଣ, ଶ୍ରୀକୃଷ୍ଣ କୁମରେ ରଥ ଚଢ଼ିଲେ ବହନ। ନନ୍ଦରାଜାକୁ ଓଳଗି ହେଲେ ରାମ ହରି, ଆପଣାର ନଗରକୁ ତହୁଁ ବିଜେ କରି। ସାତ୍ୟକୀକୁ ଶସ୍ତ୍ରଶାସ୍ତ୍ର ବିଦ୍ୟା ଶିଖାଇଲେ, ଦ୍ୱାରକାପୁରେ ସାତ୍ୟକୀ ନିଶ୍ଚିନ୍ତେ ରହିଲେ। ନନ୍ଦ ରହିଲେ ରହସ୍ୟ ଦ୍ୱାରକାପୁରରେ, ଦିନେ ବସୁଦେବ ପାଶେ ଦେବକୀ କହିଲେ। କଥା ଗୋଟିଏ ଛାମୁରେ ଜଣାଉଛି ମୁହିଁ, ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଁ। ନନ୍ଦ ଯଶୋଦା ଦେଖିବା ପାଇଁ ମୋର ମନ, ଏଣୁ ଛାମୁରେ ଜଣାଉଅଛି ମୁଁ ବହନ। ବାଳକାଳେ ପୁତ୍ର ମୋର ତାଙ୍କ ପାଶେ ଥିଲେ, ଆଜ୍ଞା ଦେଲେ ମୋହିନାଥ ଯିବଇଁ ତତ୍କାଳେ। ବାଳକାଳେ ଯଶୋଦା ସଙ୍ଗତେ ମୋର ପୁଣି, ଯମୁନା କୂଳରେ ହୋଇଥିଲୁ ସଙ୍ଗାତୁଣୀ। ଅପାର କାଳରୁ ଦେଖି ନାହିଁ ସଙ୍ଗାତଙ୍କୁ, ସେଥିଯୋଗେ ମୁହିଁ କହୁଅଛଇ ତୁମ୍ଭଙ୍କୁ। ଦୈବ ଯୋଗେ ଆମ୍ଭର ସନ୍ନିଧେ ଅଇଲେ, ଥରେ ଯାଇଣ ଶଙ୍ଖୋଳି ଆସିବଇଁ ଭୋଲେ।
ସେ କଥାରେ ବସୁଦେବ ହୋଇଲେ ସମ୍ମତ। କାଲି ଯିବାର ନିମନ୍ତେ କହିଲେ ତ୍ୱରିତ। ଏମନ୍ତ ପ୍ରକାରେ ହେଉ ରଜନୀ ପାହାନ୍ତି। ନିତ୍ୟକର୍ମ ସମସ୍ତ ହିଁ ସାରିଲେ ତଡ଼ତି। ବେଶଭୂଷା କର୍ମମାନ ସାରିଲେ ଯୁକତ। ଯିବାକୁ ସର୍ବ ହୋଇଲେ ଶ୍ରୀକୃଷ୍ଣଙ୍କ ମାତ। ଏସନକ ବାରତାକୁ ପାଇ ଇନ୍ଦୁମତୀ। ଉଗ୍ରସେନ ନୃପତିଙ୍କୁ ଯାଇ ଜଣାବନ୍ତି। ମୋହର ମନ ବଳ ଯିବାକୁ ତହିଁକି। ଉଗ୍ରସେନ ବୋଲେ ତୁ ଗୋ ଯାଅ ପ୍ରିୟ ସଖୀ। ମା ଝିଅ ଦୁଇ ଜଣ ଗଲେ ହାନ୍ଦୋଳାର। ଦାସୀ ପରିବାରୀ ସଙ୍ଗେ ଅଛନ୍ତି ଅପାର। ରହସ୍ୟ ଦ୍ୱାରକା ପୁରୀ ଚଳାଇଣ ଗଲେ। ଭୁଡୁଙ୍ଗିଆ ପାଇକ ଯେ ବାଟ କଢାଇଲେ। ଶୁଣ ପରୀକ୍ଷିତ ରାଜା ଅର୍ଜୁନର ନାତି। ମଥୁରା ମଙ୍ଗଳ ଶୁଣି ହୁଅସି ମୁକତି। ଇନ୍ଦୁମତୀ ଦେବକୀଏ ତ୍ୱରିତ ଚଳିଲେ। ରହସ୍ୟ ଦ୍ୱାରକାପୁରେ ପ୍ରବେଶ ହୋଇଲେ। ବାରତା ପାଇଣ ନନ୍ଦ ରାଜାଙ୍କର ରାଣୀ। ନେବା ନିମନ୍ତେ ବାଟକୁ ଅଇଲେ ତରୁଣୀ। ଗୌରବେ ସେ ଦୁହିଁଙ୍କୁ ମାନ୍ୟ ଧର୍ମ କଲେ। ଦୁଃଖ ସୁଖ କଥାବାର୍ତ୍ତା ସେଠାରେ ହୋଇଲେ। କେତେ କଷ୍ଟ ଦେଲା ଭାଇ କଂସ ନୃପମଣି। 6 ଗୋଟି ପୁତ୍ର ମୋର କଚାଡ଼ିଲା ପୁଣି। ଗର୍ଭର ମଧ୍ୟରୁ ମୋର ସଂକର୍ଷଣ କଲା। ଦୈବ ପୁରୁଷ ସିନା ଏହା ମୋତେ ଦେଲା। ଏମନ୍ତେଣ 7 ଗର୍ଭ ହେଲା ମୋର ନାଶ। ବିକଳ ହୋଇ ଚୋରାଇ ନେଲେ ଏକ ଶିଷ୍ୟ। ଚୋରି କରି ବସୁଦେବ ତୋପୁରେ ଥୋଇଲା। ପାଲଟାଇଣ ଦୁହିତା ଗୋଟିଏ ଆଣିଲା। ସେ କନ୍ୟାକୁ ଉପର ଧନ କଲା ପାପିଷ୍ଠ। ଦର୍ପଣ ଶିଳାରେ ନେଇ କଚାଡ଼ିଣ ଦୁଷ୍ଟ। ଏମନ୍ତ ପ୍ରକାରେ 8 ବର୍ଷ ଗଲା ବହି। ବାର୍ତ୍ତା ପାଇଣ ସେ କଂସ ଆଣେ ହକରାଇ। ଦୈବ ବଳରେ ପୁଣି ସେହୁ ନାଶ ଗଲା। କର୍ମର ଲିଖନ କେଭେ ଅନ୍ୟଥା ନହିଲା। ଦେବକୀର ତହୁଁ ଏ ସନକ କଥା ଶୁଣି। ମନ ମଧ୍ୟରେ ବିଚାର କରଇ ତରୁଣୀ। ଦେବକୀ ଦେବୀର ଗର୍ଭୁ କୃଷ୍ଣ ଜନମିଲା। ରୋହିଣୀ ଗର୍ଭରୁ ବଳରାମ ଜାତ ହେଲା। ରାମକୃଷ୍ଣଙ୍କର ମାତା ହୋଇଲେ ଦୁହେଁ। ରାମକୃଷ୍ଣ କେଉଁ ପରି ହେଲେ ମୋର ପୁଏ। 8 ବରଷ ପର୍ଯ୍ୟନ୍ତ ଧର୍ମରେ ପାଳିଲି। କାହାର ପୁତ୍ର ବୋଲିଣ ବିଚାର ନ କଲି। ଦୈବ ପୁରୁଷ ମୋତେ ଦେଖାଇ ଭଣ୍ଡିଲା। ସୁନାପରା ଫୁଲ ପୁଣ ଅଗାଡ଼ି ହୋଇଲା। ମୋର ପୁତ୍ର ବୋଲି ଜାଣିଥିଲା ନନ୍ଦରାଣୀ। ଦେବକୀର ପୁତ୍ର ବୋଲି ଜାଣିଲା ତରୁଣୀ। ଗୋପନୀୟ କଥା ଏହା କେହି ନ ଜାଣଇ। ଏବେ ବାରତା ପାଇଲା ଦେବକୀର ଠାଇଁ। ଫିଟାଇ ନ କହି ମନେ ବିକଳ ହୋଇଲା। ପ୍ରକାଶନ କରି କଥା ଗୋପନେ ରଖିଲା। ସେମାନେ କଥା ବାରତା ହୋଇବାର ବେଳେ। ଗୋଟିଏ ଗୋଟିଏ ହୋଇ ମିଳିଲେ ସକଳେ। ରାଧିକା ସୁନ୍ଦରୀ ତହିଁ ପାଇଣ ବାରତା। ତତକ୍ଷଣେ ତାଙ୍କ ପାଶେ ମିଳିଲେ ବନିତା। ଗହଳ ଚହଳ ହେଲା ତାହାଙ୍କ ଗୃହର। ଭକ୍ତି ଭରି ରାଧା ତାଙ୍କୁ କଲେ ନମସ୍କାର। ଗୋପୀମାନଙ୍କ ଚହଳ ଗହଳକୁ ଦେଖି। ବିଚାରନ୍ତି ମନ ମଧ୍ୟେ ଦେବକୀ ସୁମୁଖୀ। ବସୁଦେବ କହିଥିଲେ ମୋହର ଆଗର। ତହୁଁ ସତେ ଗୁଣ ଦିଶେ ହାଙ୍କ ଶରୀର। ଦେବସ୍ତ୍ରୀଙ୍କ ପରାଏ ଦିଶୁଥିଲା ଦେହି। ସ୍ୱର୍ଗର ଦେବତା ୟାଙ୍କୁ ପଟ୍ଟାନ୍ତର ନୋହି। ଏ ରୂପେ କୃଷ୍ଣଙ୍କୁ ବାଳ କାଳରେ ମୋହିଲେ। ଏହାଙ୍କ ରୂପକୁ କୃଷ୍ଣ ଭୁଲିବେ କି ଭଲେ। ଏହାଙ୍କ ମହିମା ଦେବତାଙ୍କୁ ଅଗୋଚର। ଇନ୍ଦୁମତୀ ଦେବକୀ ଯେ କରନ୍ତି ବିଚାର। ରାଧା ରୂପକୁ କମଳା ନୁହେଁ କେବେ ସରି। ରୂପେ ସମ ନୁହେଁ ସତ୍ରାଜିତର କୁମାରୀ। ଗୋପୀଙ୍କର ରୂପ ଦେଖି ସନ୍ତୋଷ ଲଭିଲେ। ଯଶୋମତୀକୁ ମେଲାଣି ତକ୍ଷଣେ ମାଗିଲେ। ଦୁଃଖ ସୁଖ କଥା କହି ହୋଇଲେ ବାହାର। ଯଶୋଦା ତାହାଙ୍କୁ ଦେଲେ ବହୁ ଉପହାର। ହାନ୍ଦୋଳାରେ ବସି ମା ଝିଅ ଚଳିଗଲେ। ଆପଣା ନବରେ ଯାଇ ପ୍ରବେଶ ହୋଇଲେ। ଖଣ୍ଡେ ଦୂର ଯାଇ ଯଶୋବନ୍ତୀ ବାହୁଡ଼ନ୍ତି।
ଏସନ ଚରିତ ମାନ ନନ୍ଦକୁ କହନ୍ତି। ନନ୍ଦ ରାଜା ଶୁଣି ମନେ ହରଷ ଲଭିଲେ, ଶ୍ରୀକୃଷ୍ଣଙ୍କୁ ମନ ମଧ୍ୟେ ତହୁଁ ସୁମରିଲେ। ତାହାର ପ୍ରସାଦେ ମୋର ଏଡ଼େକ ସମ୍ପତ୍ତି, ଦୟାନିଧି ନାଟ ଅଟେ କରୁଣା ବାରିଧି। ଗୋବିନ୍ଦ ସ୍ମରଣେ ମନେ ଦୁଃଖ ଜନମିଲା, ନେତ୍ରରୁ ଲୋତକ ଧାରା ଗଳି ନ ପଡ଼ିଲା। ଏକ ମନେ ଶୁଣ ହୋ ପରୀକ୍ଷା ନୃପନାଥ, ନିଶ୍ଚିନ୍ତେ ରାଜ୍ୟ କରନ୍ତି ଜଗତ୍ ପଞ୍ଚଭୂତ। ସେ ପ୍ରଭୁଙ୍କ ପାଦ ପଦ୍ମେ ସଦା ମୋର ସେବା, ଅଚ୍ୟୁତ ଦାସ କବିକୁ ଗତି ମୁକ୍ତି ଦେବା। କୃଷ୍ଣଙ୍କର ଅର୍ଜୁନକୁ ଦ୍ୱାରକା ଆନୟନ। ଏଥୁ ଅନନ୍ତରେ କିଛି ଦିନ ବହିଗଲା, ବହୁ ପୁତ୍ର ପୌତ୍ରୀ ରଙ୍ଗା ଅବତାରେ ହେଲା। ପୁତ୍ର ନାତି ଦେଖି କୃଷ୍ଣ ମନେ ବିଚାରନ୍ତି, ନିରାକାରଙ୍କର କଥା ମନରେ ସ୍ମରନ୍ତି। ମକର ଶୁକ୍ଳ ପକ୍ଷ ତୃତୀୟାର ଦିନ, ମନେ ମନେ ବିଚାର କରନ୍ତି ନାରାୟଣ। ଏତେ କାଳେ ଯୁଗ ଶେଷ ହୋଇଲା କ ଆସି, ନିରାକାର କଥା ମନ ମଧ୍ୟେ ଆସି ପଶି। ଆଜ୍ଞା ଦେଇ ଅଛନ୍ତି ସେ ଆସିବ ସତର, ନଗଲେ କୋପିବେ ନିରଞ୍ଜନ ନିରାକାର। ଅର୍ଜୁନ ଆସିବା ପାଇଁ କହିଥିଲେ ମୋତେ, ସେହି କଥା ଗୋଟି ମନେ ନାହିଁ ମୋ କିଞ୍ଚିତେ। ଏସନ କପରକାରେ ଭାଳି ନାରାୟଣ, ପକ୍ଷୀରାଜ ଗରୁଡ଼କୁ କରନ୍ତି ସ୍ମରଣ। ରମ୍ୟକେ ଥାଇ ଜାଣିଲେ ତାହା ଖଗେଶ୍ୱର, ନାରାୟଣ ସୁମରନ୍ତେ ହୋଇଲା ବାହାର। କୁଶସ୍ଥଳୀ ଦ୍ୱାରକାରେ ପ୍ରବେଶ ହୋଇଲା, ବେଗେ ଯାଇ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲା। ଶିରେ କର ଦେଇଣ ସେ ବୋଲନ୍ତି ବଚନ, କିମର୍ଥେ ମୋତେ ସ୍ମରଣ କଲ ଭଗବାନ। ଗୋବିନ୍ଦ ବୋଲନ୍ତି ଶୁଣ ବିନତାର ସୂତ, ତୋହର ଆଗେ କହିବା ଗୁପତ ବୃତ୍ତାନ୍ତ। ହସ୍ତିନା ନଗରେ ଯେଉଁ ପାଣ୍ଡବେ ଅଛନ୍ତି, ଆମ୍ଭର ପ୍ରାଣର ସଖା ସେମାନେ ଅଟନ୍ତି। ଅପାର ଦିନ ହୋଇଲା ମୁରୁଛିଲି ବାବା, ଚାଲ ଯିବା ସେମାନଙ୍କୁ ଶଙ୍ଖୁଳି ଆଣିବା। ମକର ଶୁକ୍ଳ ପକ୍ଷ ଏକାଦଶୀ ଦିନ, ହସ୍ତିନା ଯିବାକୁ ସଜ ହେଲେ ଜନାର୍ଦ୍ଦନ। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ, ଗରୁଡ଼ ପିଠିରେ ବିଜେ କଲେ ନନ୍ଦ ପୋଇ। ସେଦିନ ହୋଇଅଛଇ ବ୍ରତ ଏକାଦଶୀ, ବାରୁଣାବନ୍ତପୁରକୁ ଯାଇ ବ୍ରହ୍ମରାଶି। ଖଗବରେ ଚାହିଁ ବୋଲୁଛନ୍ତି ଯୋଗେଶ୍ୱର, ନିମିଷକେ ପ୍ରବେଶିବୁ ବାରୁଣାବନ୍ତର। ଏତେକ କହିଣ ଦେବ ବାହାର ହୋଇଲେ, ନିମିଷ ମାତ୍ରକେ ଯାଇ ତହିଁ ପ୍ରବେଶିଲେ। ଗରୁଡ଼ ପିଠିରୁ ଓହ୍ଲାଇଣ ଦାମୋଦର, ଯୁଧିଷ୍ଠିରଙ୍କ ନବରେ ଯାନ୍ତି ଧୀର ଧୀର। ବାରତା ପାଇଲେ ଯୁଧିଷ୍ଠିର ମହାରାଣ, ଭିତରପୁରୁ ବାହାର ହୋଇଲେ ଆପଣ। ଖଣ୍ଡେ ଦୂରରୁ ଦେଖିଲେ ଜଗତ ଗୋସାଇଁ, ଯୁଧିଷ୍ଠିରଙ୍କ ଚରଣେ ଓଳଗନ୍ତି ଯାଇ। କଲ୍ୟାଣ କରନ୍ତି ତାଙ୍କୁ ଧର୍ମର ତନୟ, ଆମ୍ଭର କଲ୍ୟାଣେ ସୁସ୍ଥ ହେଉ ତୋର କାୟ। ବହୁ ଧନ ଧାନ୍ୟ ତତେ ହେଉ ପରାପତ, କଲ୍ୟାଣ ବାଞ୍ଛନ୍ତି ଏହି ରୂପେ ଧର୍ମସୂତ। ଭୀମାର୍ଜୁନ ନକୁଳ ଯେ ଆଉ ସହଦେବ, ବାରତା ପାଇଲେ ଆସିଛନ୍ତି ପଦ୍ମନାଭ। ସେହି ଚାରି ଭାଇ ଧାଇଁ ଅଇଲେ ବହନ, ଦେଖିଲେ ବିଜୟ କରିଛନ୍ତି ଜନାର୍ଦ୍ଦନ। ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ହୋଇ, ଉଭା ହୋଇଣ ଅଛନ୍ତି କମଳାର ସାଇଁ। ତ୍ୱରିତ ଆସିଣ ତାଙ୍କ ଚରଣେ ନମିଲେ, ନାରାୟଣ ତାହାଙ୍କର କଲ୍ୟାଣ ବାଞ୍ଚିଲେ। ଯୁଧିଷ୍ଠିର ଆଜ୍ଞା ଦେଲେ ଶୁଣ ସହଦେବ, ଆମ୍ଭର ପୁରକୁ ବିଜେ କଲେ ପଦ୍ମନାଭ। ଗଙ୍ଗା ନୀର ଝରିରେ ତୁ ବେଗେ ଆସ ଘେନି, ଗୋବିନ୍ଦ ଚରଣ ଧୋଇ ଦିଅ ଭାଇ ତିନି। ଆଜ୍ଞା ପାଇ ସହଦେବ ତୋରା ହୋଇଗଲା, ଗଙ୍ଗା ନୀର ଘେନିଣ ସେ ବହନଇଲା। ସହଦେବ ବୀର ବେଗେ ପାଣି ତୋଳି ଦେଇ, ଅର୍ଜୁନ କୃଷ୍ଣ ଚରଣ ଧୌତ କରଇ। ଝିନବାସ ଘେନି ପାର୍ଥ ପୋଛଇ ପୟର, ଚରଣ ଉଦକ ନେଇ କ୍ଷେପନ୍ତି ଉଦର। ଶ୍ରୀପୟରେ ବିଜେ କଲେ ପ୍ରଭୁ ଦାମୋଦର,
हस्त धरि बसाइले सुवर्ण खटर। युधिष्ठिर आज्ञा देले सहदेवे चाहि, माताଙ୍କ ଅଗ୍ରେ ଜଣାଇ ଆସ ତୁମ୍ଭେ ଯାଇ। बोलिब आम्भपुरକୁ विजे जनार्दन, मणहि सामग्री जेह्ने करନ୍ତି बहन। ଏହା ଶୁଣି ନକୁଳ ଶୀଘ୍ରେ ଚଳିଗଲା, ଭିତରପୁରେ ମାତାଙ୍କୁ ନମସ୍କାର କଲା। ଶିରେ କର ଦେଇଣ ସେ ବୋଲନ୍ତି ବଚନ, ଆମ୍ଭପୁରେ ବିଜେ କଲେ ଦେବ ଜନାର୍ଦ୍ଦନ। ମଣହି ସାମଗ୍ରୀ ମାନ ଭିଆଇ ସତୋର, ମୋତେ ହକାରିଣ ଆଜ୍ଞା ଦେଲେ ନୃପବର। ଏହା ଶୁଣି ଉଷତ ହୋଇଲେ କୁଇନ୍ତା, ଶଙ୍ଖୁଳି ଅଇଲେ ଏତେ କାଳେ ଜଗଜିତା। ଦ୍ରୌପଦୀକୁ ଆଜ୍ଞା ଦେଲେ ଭୋଜର ନନ୍ଦିନୀ, ବେଗେ ତୁମ୍ଭେ ରନ୍ଧନ କର ଯଶାମଣି। ଗୋବିନ୍ଦ ଆସି ଅଛନ୍ତି ଆମ୍ଭ ଭୁବନକୁ, ଉଚ୍ଛର ହେଉଅଛଇ ମଣହି ବେଳକୁ। ଶୁଣିନ ଦ୍ରୌପଦୀ ଦେବୀ ବଡ଼ ହରସରେ, ସ୍ନାନ କରି ନ ପଶିଲେ ରାନ୍ଧଣା ମନ୍ଦିରେ। ଷଡ଼ରସ ବ୍ୟଞ୍ଜନାଦି ରାନ୍ଧି ଯଶାମଣି, କୁଇନ୍ତାଙ୍କର ଛାମୁରେ ମିଳିତ ତକ୍ଷଣି। ଏହା ଶୁଣି କୁନ୍ତୀ ଦେବୀ ହୋଇଲେ ବାହାର, ପ୍ରବେଶ ହୋଇଲେ ଯାଇ ଆସ୍ଥାନ ପାଶର। କୁରନ୍ତା କୁଇନ୍ତାକୁ ଦେଖି କରି ଉଠି ଚକ୍ରପାଣି, ତାଙ୍କ ଚରଣେ ନମନ୍ତି ଭକତିରେ ପୁଣି। କଲ୍ୟାଣ କରିଣ ତାଙ୍କୁ ବୋଲନ୍ତି କୁଇନ୍ତା, ଅଇଲୁ ଶଙ୍ଖୋଳି ଏତେ କାଳ ଜଗଜିତା। ପଞ୍ଚ ପାଣ୍ଡବ ତୋହର ଚରଣ ଆଶ୍ରିତ, ୟାଙ୍କୁ ନିରାଶ କରିବା ନୁହଁ ଉଚିତ। ସର୍ବେ କହନ୍ତି ପାଣ୍ଡବେ ଜଗନ୍ନାଥ ଭୃତ୍ୟ, ଦୁର୍ଯ୍ୟୋଧନେ ରାଜ୍ୟ ଦେଇ ହୋଇଲେ ନିଶ୍ଚିନ୍ତ। କୁଇନ୍ତାଙ୍କର ମୁଖରୁ ଏ ସନକ ଶୁଣି, ପଦ୍ମମୁଖେ ହସି ବଦୟନ୍ତି ଚକ୍ରପାଣି। କିଛି ଚିନ୍ତା ତୁମ୍ଭେ ଗୋ ନ କର ଏଥିପାଇଁ, ଅଧର୍ମରେ ନାଶ ଯିବେ ଗାନ୍ଧାରୀ ତନଇ। ଦୁଷ୍ଟଜନ ପାଇଁ ମୋର ରଙ୍ଗା ଅବତାର, ସବୁଙ୍କର ଏହି ଚକ୍ରେ ଛେଦିବ ଶିର। ଅର୍ଜୁନର ହସ୍ତେ ମୁହିଁ ଯଶ ଦିଆଇବି, ନିଶ୍ଚୟତା ଯୋଗେ ବଂଶ ନାଶ କରାଇବି। ସେ ମଲେ ପୃଥିବୀ ଭାରା ଉଶ୍ୱାସ ହୋଇବ, ମହାଭାରତ ସମର ନିକଟରେ ହେବ। ପଞ୍ଚକଟ କେତ ପୁତ୍ର ହେବ ଅଧିପତି, ନମାଇଲେ ଉଶ୍ୱାସ ତ ନୁହେଁ ବସୁମତୀ। ମାନ ଗୋବିନ୍ଦର ବଂଶ ହୋଇବ ବିନାଶ, ମାତାଙ୍କୁ ପ୍ରବୋଧ ଦେଲେ ନନ୍ଦଙ୍କର ଶିଷ୍ୟ। ମଣହି କରିବା ପାଇଁ ଚାଲ ଭଗବାନ, ଉଚ୍ଛ୍ର ହେଉଅଛଇ ଉଠ ଜନାର୍ଦ୍ଦନ। ପାଞ୍ଚ ଭାଇଙ୍କୁ ଘେନିଣ ପ୍ରଭୁ ବ୍ରହ୍ମରାଶି, ମଣହି ସ୍ଥାନରେ ବେଗେ ବିଜେ କଲେ ଆସି। ଖଗବର ଅଛଇ ଯେ ଗୋବିନ୍ଦ ଛାମୁର, ମଣହିକୁ ବିଜେ କଲେ ଦେବତା ମଦର। ସୁବର୍ଣ୍ଣ ଥାଳିରେ ମାତା ଓରିଆ ପୁରାଇ, ସୁବାସିତ ଗବ୍ୟ ଘୃତ ତହିଁରେ ପକାଇ। 84 ତିଅଣ ଯେ ପରସନ୍ତି ମାଏ, ନାନାବିଧ ଫଳ ଆଉ ସୁଧା ପାଣି ଦିଏ। ସନ୍ତୋଷରେ ଭୋଜନକୁ କରି ଚକ୍ରପାଣି, ଯାହା ରନ୍ଧନ କରିଛି ଦ୍ରୁପଦ ନନ୍ଦିନୀ। ଭୋଜନ ସମ୍ପୂର୍ଣ୍ଣ ହନ୍ତେ ଉଠିଲେ ମା ଧୋଇ, ବାସ ପାଣିରେ ଶ୍ରୀମୁଖ ଧୋଇଲେ କଜାଇ। ଝିନ ବସନ ଘେନିଣ ଶ୍ରୀମୁଖ ପୋଛିଲେ, କର୍ପୂର ବିଡ଼ିଆ ପାନ ଆନନ୍ଦେ ଭୁଞ୍ଜିଲେ। ଗୌରବ ପାଇ ରହିଲେ କଦିନ ତିନି, ଅର୍ଜୁନେ ଚାହିଁ ବୋଲନ୍ତି ଦେବ ଚକ୍ରପାଣି। ପୂର୍ବର କଥା ଗୋଟିକ ପାଶୋରିଲୁ ତୁହି, ପାତାଳପୁର ବାରତା ତୋର ମନେ ନାହିଁ। ଗୁପତ କଥା କହିଲେ ଯହୁଁ ଦାମୋଦର, ପାଶୋରିଥିଲି ବୋଲି ଯେ ଯୋଡ଼ିବେ ନିକର। ଯୁଧିଷ୍ଠିରଙ୍କ ମୁଖକୁ ଗୋବିନ୍ଦ ଚାହିଁଲେ, କରପତ୍ର ଯୋଡ଼ି ଅଗ୍ରତରେ ଜଣାଇଲେ। ଦ୍ୱାରକାପୁରକୁ ଯିବି ନ ପାରିବି ରହି, ତେଣେ ମୋତେ ଲୋଡ଼ିବେଣି ରେବତୀର ସାଇଁ। ତହୁଁ ଯୁଧିଷ୍ଠି ବୋଇଲେ ବିଳମ୍ବ ନ କର, ମୋତେ ତୁ ନ ପାଶୋରିବୁ ଦେବ ଦାମୋଦର। ଗୋବିନ୍ଦ ବୋଇଲେ ତୁମ୍ଭେ ମୋର ପଞ୍ଚଭୂତ, ପିଣ୍ଡ ଥାଏ ଦ୍ୱାରକାରେ ପ୍ରାଣ ତବ୍ରାଶ୍ରିତ। ଏହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହେଲେ, ଯାଅ ବୋଲିଣ ତାହାଙ୍କୁ ହସ୍ତ ଠାରି ଦେଲେ। ଶ୍ରୀକୃଷ୍ଣ ବୋଇଲେ ପାର୍ଥ ଯିବେ ମୋର ସଙ୍ଗେ,
ଆଜ୍ଞା ହୋଇବ ଅର୍ଜୁନ ଯିବେ ଏଥୁ ବେଗେ। ଯାଉ ବୋଲି ଆଜ୍ଞା ଦେଲେ ଯୁଧିଷ୍ଠିର ରାଣ। ହରି ଅର୍ଜୁନ ନ ମିଳେ ତାଙ୍କର ଚରଣ। ମାତାଙ୍କୁ ଅଳଗି ହୋଇ ବାହାର ହୋଇଲେ। ଶୁଭେ ଯାଅ ବୋଲି କୁନ୍ତି ଆଜ୍ଞା ତହୁଁ ଦେଲେ। ଭୀମ ଯେନ କୂଳ ସହ ଦେବ ତିନି ଭାଇ। ଗୋବିନ୍ଦ ଚରଣ ତଳେ ପଡ଼ିଲେ କଷୋଇ। ଉଠ ଉଠ ବୋଲି ଆଜ୍ଞା ଦେଲେ ଚକ୍ରଧାରୀ। ଗରୁଡ଼ ପିଠିରେ ବିଜେ ପାର୍ଥ ହାତ ଧରି। ତିନି ନିଶ୍ୱାସେ ଅଇଲା ତହୁଁ ଖଗେଶ୍ୱର। ଶ୍ରୀକୃଷ୍ଣ ପ୍ରବେଶ ହେଲେ ଦ୍ୱାରକା ନଗର। ଗରୁଡ଼ ପୃଷ୍ଠୁ ଓହ୍ଲାଇ ହରି ପାର୍ଥ ବେନି। ଭିତରକୁ ବିଜେ କଲେ ଦେବ ଚକ୍ର ପାଣି। ବାରତା ପାଇ ରୁକ୍ମିଣୀ ଆଉ ସତ୍ୟଭାମା। ଶ୍ରୀକୃଷ୍ଣଙ୍କ ଚରଣରେ ନମିବେନି ବାମା। ଆଜ୍ଞା ଦେଲେ ଠାକୁର ଯେ ଶୁଣବେନି ସହି। ଆମ୍ଭରପୁରକୁ ବିଜେ ଅର୍ଜୁନ ବିରହି। ମଣୋହିର ବିଧି ଯେତେ ହୁଇବେ ଭାର। ଅତି ତ୍ୱରା ହୋଇ ତୁମ୍ଭେ ସର୍ବନିର୍ଭାକର। ସତ୍ୟଭାମା ରୁକ୍ମିଣୀଙ୍କୁ ଦେଖିଣ ଅର୍ଜୁନ। ତ୍ୱରିତ ଯାଇ ତାଙ୍କର ବନ୍ଦିଲେ ଚରଣ। ଆଶୀର୍ବାଦ କଲେ ଶକ୍ରାଜିତ ରତନଇ। ଅର୍ଜୁନକୁ ଦେଖିବା ମାଉ ସତ ହୁଅଇ। ତ୍ୱରିତ ରନ୍ଧନ କାର୍ଯ୍ୟ କଲେ ସମାପନ। ଅର୍ଜୁନ ସଙ୍ଗେ ଭୋଜନ କଲେ ଜନାର୍ଦ୍ଦନ। ଏମନ୍ତ ପ୍ରକାରେ ତହିଁ କିଛି ଦିନ ଗଲା। ଦ୍ୱାରକାପୁରେ ଅର୍ଜୁନ ନିଶ୍ଚିନ୍ତେ ରହିଲା। ନମ ନମ ବାକ୍ୟ ଦେବୀ ବ୍ରହ୍ମାର ନନ୍ଦିନୀ। ବିଦ୍ୟାର ବଳେ ମହିଲୁ ଦେବ ଚକ୍ର ପାଣି। ସମସ୍ତଙ୍କ କଣ୍ଠରେ ତୁ ବିଜେ କରିଥାଉ। ତେଣୁ କରି ବାକ୍ୟ ଦେବୀ ନାମ ତୁ ବୋଲାଉ। ଯାହାକୁ ତୁ ଦୟା କରୁ ଆଗ ଯୋଷାମଣି। ତିନି ଲୋକ ମଧ୍ୟରେ ସେ ହୁଅଇ ଅଗ୍ରଣୀ। ନିରତେ ବାକ୍ୟ ଦେବୀଙ୍କୁ କରଇ ସ୍ମରଣ। ଅଚ୍ୟୁତ ଦାସ ଭଣଇ କୃଷ୍ଣ କୀର୍ତ୍ତିମାନ। ସୁଭଦ୍ରା ପରିଣୟ। ଏଥୁ ଅନ୍ତରେ ପରୀକ୍ଷ ନାମେ ନୃପବର। ଶୁକମୁନି ଚରଣରେ ନମି ସତେ ବାର। କୃତକୃତ୍ୟ ହୋଇ କରି ବୋଲେ ନୃପ ସାଇଁ। ଦୀପାବଳି ଘେନି ରାଜା ମୁନିଙ୍କୁ ବନ୍ଦଇ। ରାଜାର ଭକତି ଭାବ ଦେଖି ମୁନିବର। ବୋଲନ୍ତି ଆବର କିସ ପୁଛୁ ନୃପବର। ମୁନିଙ୍କର ଦୟା ଭାବ ଦେଖିଲା କଜହୁଁ। କରପତ୍ର ଯୋଡ଼ି କରି ପୁଛେ ନୃପରାହୁ। ଅପୂର୍ବ କଥା ଗୋଟିଏ ପଚାରିବି ମୁହିଁ। ସାବଧାନ ଚିତ୍ତେ ମତେ କହିବା ଗୋସାଇଁ। ଗୋପନୀୟ ଭାବେ ରହିଲା ତ କଥା ମାନ। ନ ପଚାରିଲେ ନ ଯିବ ମୋ ସଂଶୟ ମାନ। ନନ୍ଦରାଜାଙ୍କର ଯେଉଁ କନ୍ୟା ଗୋଟି ଥିଲା। କେବଳ ନୃପତି କି ସେ ବିବାହ ହୋଇଲା। ଏହା ମତେ ବୁଝାଇଣ କହ ମୁନିବର। ତେବେ ସଂଶୟ ଛେଦନ ହୋଇବ ମୋହର। ରାଜାର ବଚନେ ମୁନି ଅଳପ ହସିଲେ। ନରପତିଙ୍କି ବହୁତ ପ୍ରଶଂସା କରିଲେ। ବୋଇଲେ ନୃପତି ତୁହି ଅଟୁ ବୁଦ୍ଧିମନ୍ତ। ତେଣୁ କରି ପଚାରୁଛୁ କଥାର ତଦନ୍ତ। ଏକ ମନ ହୋଇ ତୁମ୍ଭେ ଶୁଣ ନରନାଥ। ସୁଭଦ୍ରାକୁ ବିବାହ ଯେ ହେଲେ ବୀର ପାର୍ଥ। ତୋହର ପିତାମହ ସେ ଅଟନ୍ତି ଯୁକତେ। ଆଜି ଯାଏ ଏହା ତୁହି ଜାଣୁ ନରନାଥେ। ବିବାହ ଅନ୍ତେ ପାଣ୍ଡବେ ହୋଇଲେ ଅନ୍ୟାନୀ। ସଂଗ୍ରାମରେ କୁରୁବଳ ମାଇଲେ ଫାଲ୍ଗୁନୀ। ପାଣ୍ଡବଙ୍କ ହସ୍ତେ କୁରୁବଳ ନାଶ ଗଲେ। ଏହା ଯେବେ ଶୁଣିବାକୁ ଇଚ୍ଛୁ ନୃପବରେ। ଏକ ମନ ହୋଇ ତେବେ ଶୁଣ ନୃପ ସାଇଁ। ଦିନେ ନନ୍ଦକୁ ଶଙ୍ଖୁଳି ଅଇଲେ ମାଧୋଇ। ନନ୍ଦର ମନ୍ଦିରେ ଯାଇ ମିଳି ଦାମୋଦର। ନମସ୍କାର କଲେ ବେଗେ ନନ୍ଦର ପୟର। ଶ୍ରୀକୃଷ୍ଣଙ୍କୁ ଦେଖି ନନ୍ଦ ସନ୍ତୋଷ ଲଭିଲେ। ଏସନକ ସମୟରେ ଯଶୋଦା ଅଇଲେ। ମାତାଙ୍କୁ ଦେଖିଣ କୃଷ୍ଣ ଉଠିଲେ ତଡ଼ତି। ଭକ୍ତି ଭାବେ ମାତାଙ୍କର ଚରଣେ ନମନ୍ତି। ସ୍ନାହାନ ଭୋଜନ ତହୁଁ କଲେ ନାରାୟଣ। ଆଚମନ ଶେଷ କରି ବସିଲେ ତକ୍ଷଣ। ମୁଖବାସ ଯୋଗାଇବା ବେଳେ ନନ୍ଦରାଏ। ବୋଇଲେ ଶୁଣ ହେ ତୁମ୍ଭେ ଦେବାଧିଙ୍କରାଏ। ଆଜି ଯାଏ ଅବିବାହୀ ସୁଭଦ୍ରା ରହିଲା। ତାହାର ସଦୃଶ ବର କାହିଁ ନ ମିଳିଲା। ଏଥକୁ କିସ ଉପାୟ କରିବ କହ୍ନାଇ।
ତୋହର ବ୍ୟତୀତ ମୋର ଅନ୍ୟ ଗତି ନାହିଁ। ସକଳ ବନ୍ଧୁ କୁଟୁମ୍ବ ପୁତ୍ର ଅଟ ତୁମ୍ଭେ, ତୁମ୍ଭର ବ୍ୟତୀତ ଆନ ନାହିଁ ବାସୁଦେବେ। ନନ୍ଦର ମୁଖକୁ ଚାହିଁ ବୋଲନ୍ତି କହ୍ନାଇ, ଥୋକେ ଦିନରୁ ହବର ଖୋଜିବାକୁ ଯାଇ। ନନ୍ଦ ବୋଇଲେ ଯୁବତୀ ହୋଇଲା ଦୁହିତା, ଦେଖିକରି ମୋର ମନେ ଲାଗେ ବଡ଼ ଚିନ୍ତା। ଗୋବିନ୍ଦ ବୋଇଲେ ଚିନ୍ତା ନ କର ଯେ କିଛି, ବଳରାମଙ୍କୁ ଆମ୍ଭର ପୁଛିବାର ଅଛି। ତାହାଙ୍କୁ ନ ପୁଛି ଆମ୍ଭେ କେମନ୍ତେ ଖୋଜିବ, ନ ପୁଛିଲେ କୁପିତ ଯେ ହେବେ ବଳଦେବ। ଏତେ କହି କୃଷ୍ଣ ତହୁଁ ବାହାର ହୋଇଲେ, ଦ୍ୱାରକାପୁରରେ ଯାଇ ତୁରିତେ ମିଳିଲେ। ସତ୍ୟଭାମା ରୁକ୍ମିଣୀ ଯେ ମିଳିଲେ କଆସି, ତାଙ୍କୁ ଗୋବିନ୍ଦ ବୋଇଲେ ଶୁଣ ଶୁଭ୍ର କେଶୀ। ନନ୍ଦଙ୍କ କନ୍ୟା ସୁଭଦ୍ରା ନାମେ ଅଛି ନାରୀ, ଯୁବତୀ ହୋଇଣ ସେହୁ ଅଛି ତାଙ୍କ ପୁରୀ। ତାର ସମାନ ଆମ୍ଭଙ୍କୁ ନ ମିଳିଲା ବର, ତେଣୁ ଚିନ୍ତା ଜନ୍ମି ଅଛି ଆମ୍ଭର ମନର। ଶ୍ରୀକୃଷ୍ଣଙ୍କର ମୁଖରୁ ଏ ସନକ ଶୁଣି, କଥାଏ କହିବି ମୁହିଁ ବୋଇଲେ ରୁକ୍ମିଣୀ। ବର ଗୋଟିଏ ମୁହିଁ ତ ସ୍ଥିର କରିଅଛି, କୋପ ଯେବେ ନ କରିବ କହିବି ଶ୍ରୀବତ୍ସୀ। ତହୁଁ ଗୋବିନ୍ଦ ବୋଇଲେ କହ କି ନା ମୋତେ, ରୁକ୍ମିଣୀ ବୋଲେ ପୁରେ ଅଛି ବୀର ପାର୍ଥେ। ନାରାୟଣ ବୋଇଲେ ଗୋ ଶୁଣ ପ୍ରାଣ ସହି, ପାଣ୍ଡବ ନାମେ ଚଳନ୍ତି ଦେବ ହଳ ସାଇ। ଆମ୍ଭ ମନକୁ ରୁଚିଲା ତୁମ୍ଭେ କହିବାରୁ, ତୁମ୍ଭେ ନ କହୁଣୁ ଆମ୍ଭେ ଜାଣିଛୁ ଆଗରୁ। ବଳରାମ ଭୟରେ ନ ପାରୁ ଆମ୍ଭେ କହି, ଗୋପନେ ସେ କଥା ରଖ ନ କହ ଫିଟାଇ। ତାହାଙ୍କୁ ନିବୃତ୍ତ କରି ପ୍ରଭୁ ଭଗବାନ, ବଳରାମଙ୍କ ପୁରକୁ ଚଳିଲେ ବହନ। ରାମଙ୍କୁ ଦେଖିଣ କୃଷ୍ଣ ନମସ୍କାର କଲେ, ଦୁଇ ଭାଇ ଆସ୍ଥାନର ଉପରେ ବସିଲେ। ଗୋବିନ୍ଦ ବୋଇଲେ ତୁମ୍ଭେ ଶୁଣ ହଳଧର, କଥାଏ ପଚାରିବାକୁ ଅଛ ଇଚ୍ଛା ମୋର। ବଳି ବୋଇଲେ କହ ତୁ କେବଳ ଚରିତ, ଶ୍ରୀକୃଷ୍ଣ ବୋଇଲେ ଶୁଣ ରେବତୀର କାନ୍ତ। ନନ୍ଦଙ୍କ ଝିଅ ଅଟଇ ସୁଭଦ୍ରା ସୁନ୍ଦରୀ, ଯୁବତୀ ହୋଇ ରହିଛି ନନ୍ଦଙ୍କର ପୁରୀ। ବର ଖୋଜି ତାହାକୁ ନ ଦେଲେ ତୁମ୍ଭେ ବିଭା, ଏଥିର ଉପାୟ ତୁମ୍ଭେ ଆମ୍ଭଙ୍କୁ କହିବା। କ୍ଷଣେ ମାତ୍ର ତୁନି ହୋଇ ବଚନ ବୋଲନ୍ତି, ହସ୍ତିନାରେ ଅଛି ଦୁର୍ଯ୍ୟୋଧନ ନରପତି। ତାହାକୁ ଆଣି ଭଦ୍ରାକୁ ବିଭା କରାଇବା, ସୁନ୍ଦର ପଣରେ କିସ ପଟାନ୍ତର ଦେବା। ପନଗ ନାରାୟଣ ସେ ପ୍ରତ୍ୟକ୍ଷ ଅଟଇ, ଶଙ୍ଖନିଧି ପଦ୍ମନିଧି ତା ହସ୍ତେ ଅଛଇ। ଶ୍ରୀହରି ଘରଣୀ ତାର କନ୍ଧେ ସଦା ଥାଇ, କ୍ଷଣ ମାତ୍ରକ ତାହାର କନ୍ଧରୁ ନ ଯାଇ। ଅନୁକ୍ଷଣେ ବର ବେଶ ହୋଇଥାଏ ରାଏ, 8 ଦିନେ ଭାନୁମତୀ ପୁଣ ବିଭା ହୁଏ। ତାକୁ ଆଣି ସୁଭଦ୍ରାକୁ ନିଶ୍ଚୟ ବିଭା ଦେବା, ଏକଥାରେ ଚିନ୍ତା ତୁ ନ କର ବାସୁଦେବା। ବିଭା ଆମ୍ଭେ କରାଇବା ଫାଲଗୁନ ମାସର, ହରି ବଳରାମ ଦୁହେଁ କଲେ କବିଚାର। ବସୁଦେବ ଉଗ୍ରସେନ କହିଲେ କ ଦୁହେଁ, ସବୁରି ବିଚାରେ ହେଲା ଦୁର୍ଯ୍ୟୋଧନ ରାଏ। ଏମନ୍ତ ପ୍ରକାରେ କିଛି ଦିନ ଗଲା ବହି, ବିବାହର ଉଦଯୋଗ କଲେ ଭାବଗ୍ରାହୀ। ଫାଲ୍ଗୁନ ମାସର ଯେ ଶ୍ରୀ ପଞ୍ଚମୀ ଯେ ଦିନ, ସେହି ଦିନ ବିବାହ ସ୍ଥିର କଲେ ଭଗବାନ। ବଳରାମ ପ୍ରଭୁ ଅନାଧୃଷ୍ଟକୁ ବୋଇଲେ, ଦୁର୍ଯ୍ୟୋଧନକୁ ବରଣ କରି ଆସ ଭଲେ। ଆଜ୍ଞା ପାଇ ଅନାଧୃଷ୍ଟ ବେଗେ ଚଳିଗଲା, ଦୁର୍ଯ୍ୟୋଧନେ ବଳରାମ ଆଜ୍ଞା ଜଣାଇଲା। ବରବେଶ ହୋଇ ତୁମ୍ଭେ ଆସିବ ଏ କ୍ଷଣ, ସୁଭଦ୍ରାକୁ ବିଭା ଦେବେ ପ୍ରଭୁ ବଳରାମ। ବଳଦେବଙ୍କର ଆଜ୍ଞା ପାଇ ଦୁର୍ଯ୍ୟୋଧନ, ଦଳବଳ ସଜ ହୋଇ ବାହାରେ ବହନ। ଏଣେ ଉପାୟ କଲେ କ ଦେବ ଦାମୋଦର, ପାର୍ଥେ ସୁଭଦ୍ରା ପ୍ରଦାନ କରିଲେ ସତର। ଏଣେ କନ୍ୟାକୁ ଘେନିଣ ଅଇଲା ଅର୍ଜୁନ, ତେଣେ ବିଭା ହେବା ପାଇଁ ଆସେ ଦୁର୍ଯ୍ୟୋଧନ। ତାହା ଦେଖି ଦୁର୍ଯ୍ୟୋଧନ ଲଜ୍ଜା ପ୍ରାପ୍ତ ହେଲା, 18 କ୍ଷଉଣୀ ବଳ ଘେନି ବାହୁଡ଼ିଲା। ବଳରାମ ଶୁଣି ମନେ ବହୁ କୋପ କଲେ,
ସେହି ଦିନୁ ଅର୍ଜୁନକୁ ନ ଦେଖନ୍ତି ଭଲେ। ପାଣ୍ଡବ ଠାରେ ଅହନ୍ତା ବହି ଦୁର୍ଯ୍ୟୋଧନ, ତାହାଙ୍କୁ ଅନେକ କଷ୍ଟ ଦେଲା କୁରୁରାଣ। 12 ବରଷ ସେମାନେ ବନରେ ରହିଲେ, ବର୍ଷେ 13 ଦିନ ଯାଏ ଅଜ୍ଞାତେ ବଞ୍ଚିଲେ। ସୁଭଦ୍ରା ଗର୍ଭରୁ ତୋର ପୁତ୍ର ଉପୁଜିଲା, ଅଭିମନ୍ୟୁ ନାମ ସେହି ତେଣୁ ବୋଲାଇଲା। ଅଜ୍ଞାତବାସ କରିଣ ପାଣ୍ଡବେ ଅଇଲେ, ବାରୁଣାବନ୍ତରେ ଆସି ଉପଗତ ହେଲେ। ଆପଣେ ଯାଇ ଶ୍ରୀହରି ମାଗିଲେ କପଡ଼ା, କେବେ ହେଁ ବୋଇ ନ କଲା ଦୁର୍ଯ୍ୟୋଧନ ମୁଢ଼ା। ଦୁର୍ଯ୍ୟୋଧନ ରାଜା ଯୁଦ୍ଧ ଆରମ୍ଭ ପାଞ୍ଚିଲା, 18 କ୍ଷୌଣି ବଳ ଘେନିଣ ସାଜିଲା। 7 ଅକ୍ଷୌହିଣୀ ବଳ ଘେନି ପଣ୍ଡୁ ସୁତେ, ସମର ଆରମ୍ଭ କଲେ କୌରବ ସହିତେ। ବରଯାତ୍ରୀ ହୋଇଥିଲେ ଯେତେ ଜଣ ରାଜା, ଯୁଦ୍ଧ ନିମନ୍ତେ ତାହାଙ୍କୁ କରାଇଲା ସଜା। 10 ଦିନେ ଭୀଷ୍ମ ଦେବ ଯୁଦ୍ଧ ଆରମ୍ଭିଲେ, 10 ଦିନ ଅନ୍ତେ ସେ ହୁସର ସଜ୍ଜା କଲେ। ଦ୍ରୋଣାଚାର୍ଯ୍ୟ 5 ଦିନ ହେଲେ ମହାରଥୀ, ସକଟ ବୋଲିଣ ବ୍ୟୁହ କଲେ ମହାକ୍ଷତ୍ରୀ। ଜଳନ୍ଧର ବ୍ୟୁହେ ଗଲେ ହରି ପାର୍ଥବେଣୀ, ତୋହର ପିତା ସକଟେ ପଶିଲେ କପୁଣି। କପଟରେ ଦୁଷା ତୋର ପିତାକୁ ମାଇଲା, ନବଦ୍ୱାରେ ତୋର ପିତା ପ୍ରାଣ ବିସର୍ଜିଲା। 5 ଦିନ ଯୁଦ୍ଧ କରି ଦ୍ରୋଣ ନାଶ ଗଲା, 2 ଦିନର ଯୁଦ୍ଧରେ କର୍ଣ୍ଣ ପ୍ରାଣ ଦେଲା। ଭୀମ ଗଦା ଘାତେ ଦୁର୍ଯ୍ୟୋଧନ ସତେ ଭାଇ, ଲକ୍ଷ୍ମଣ କୁମାର ଗଦା ଘାତେ ଛେଦି ହୋଇ। ଅର୍ଧ ଦିବସ ଯୁଦ୍ଧରେ ଶଲ୍ୟ ନାଶ ଗଲା, ଗଦା ଯୁଦ୍ଧ କରିଣ ଯେ ଦୁର୍ଯ୍ୟୋଧନ ମଲା। ଏ ରୂପେ 18 ଦିନ ହୋଇଲା ସଂଗ୍ରାମ, ଦୁଷ୍ଟ ରାଜା ମାନେ ଯୁଦ୍ଧେ ହରାଇଲେ ପ୍ରାଣ। ଅସ୍ୱସ୍ତି ମାତ ମାତାକୁ ସର ନିକ୍ଷେପିଲା, ତାହାର ନିକ୍ଷିପ୍ତ ସର ଗର୍ଭରେ ପଡ଼ିଲା। ଗର୍ଭରେ ପଡ଼ନ୍ତେ ତୁ ହି ହରାଇଲୁ ଜ୍ଞାନ, ତେତେବେଳେ ତୋତେ ରକ୍ଷା କଲେ ନାରାୟଣ। ତେଣୁ କରି ତୋର ପରୀକ୍ଷିତ ନାମ ଦେଲେ, ଚକ୍ର ଘୋଡ଼ାଇଣ ନାରାୟଣ ରକ୍ଷା କଲେ। ଦୁର୍ଯ୍ୟୋଧନ ରାଜା ବଂଶ ନିଶେଷ କରିଣ, ପାଣ୍ଡବେ ରାଜତ୍ୱ କଲେ ହସ୍ତିନାପୁରେଣ। ଶୁଣି ଲୁଟିକି ହେ ପରୀକ୍ଷିତ ନୃପବର, ପୃଥିଭାରା ଉଶ୍ୱାସିଲେ ଦେବ ଦାମୋଦର। ଯୁଧିଷ୍ଠିରଙ୍କୁ କଟକେ କଲେ ଅଧିପତି, ନିଶ୍ଚିନ୍ତେ ରାଜତ୍ୱ କଲେ ଯୁଧିଷ୍ଠି ନୃପତି। କୋପ କରିଣ ଗାନ୍ଧାରୀ କୃଷ୍ଣେ ଶାପ ଦେଲା, ତୋହ ଯୋଗୁ ପୁତ୍ରଙ୍କର ପ୍ରାଣ ନାଶ ହେଲା। ତେଣୁ କରି ତୋତେ ମୋହି ଶାପ ଦେଉଅଛି, ଦିଗପାଳେ ସାକ୍ଷୀ ରଖି ଏହା ମୁଁ କହୁଛି। ତୋହର ବଂଶ ତୋହର ଆଗେ ଯାନ୍ତୁ ନାଶ, ଶ୍ରୀକୃଷ୍ଣଙ୍କୁ ଶାପ ଦେଲା ବହି ଅମରସ। ସେହି ଦିନ କୃଷ୍ଣ ମନେ ଚିନ୍ତିତ ହୋଇଲେ, କାହାରି ଆଗରେ ସେହି କଥା ନ କହିଲେ। ଯାହା ତୁ ପଚାରିଥିଲୁ ଶୁଣିଲୁ କି ରାଏ, ସୁଭଦ୍ରା ବିବାହ ଶୁଣି ପାପ କର କ୍ଷୟେ। କରପତ୍ର ଯୋଡ଼ି ରାଜା କରଇ ବିନତି, ଏଥିର ଉତ୍ତାରେ କିସ କଲେ ଲକ୍ଷ୍ମୀପତି। ମୁନି ବୋଇଲେ କସୁଣ ଏବେ ହୋ ରାଜନ, ହସ୍ତିନାପୁର ଅର୍ଜୁନେ ଆଣିଲେ ମୋହନ। ଥୋକେ ଦିନ ପାର୍ଥ ଦ୍ୱାରକାରେ ଛନ୍ତି ରହି, ଗୋବିନ୍ଦ ତାଙ୍କୁ ଆଣିଲେ ସନ୍ନିଧିକୁ ରାଇ। ଚାଲ ପାତାଳପୁରକୁ ବେଗେ ଦୁହେଁ ଯିବା, ସେ ନାରାୟଣ ବିଷ୍ଣୁଙ୍କୁ ଦର୍ଶନ କରିବା। ଆଜ୍ଞା ଦେଇଥିଲେ ସେହୁ ଆମ୍ଭେ ଯିବା ପାଇଁ, ଦର୍ଶନ କରି ଆସିବା କବେଗ ହୋଇ। ଶ୍ରୀକୃଷ୍ଣଙ୍କର ମୁଖରୁ ଏ ସନକ ଶୁଣି, କରପତ୍ର ଯୋଡ଼ି ବଦୟନ୍ତି ଫାଲଗୁନି। ମୋହର ଯେ କିସ ଇଚ୍ଛା ପଚାରୁଛ ମୋତେ, ତୁମ୍ଭର ଇଚ୍ଛା ଅନ୍ୟଥା ନୁହେଁ କଦାଚିତେ। ଅର୍ଜୁନର ବାକ୍ୟ ଶୁଣି ଗୋବିନ୍ଦ ଉଠିଲେ, ହରି ଅର୍ଜୁନ ସେଠାରୁ ବେଗେ ଚଳିଗଲେ। ପାତାଳପୁରେ ମିଳିଲେ ଅତି ତୋରା ହୋଇ, ରଥରୁ ଓହ୍ଲାଇ ପଶିଲେ କଭାବଗ୍ରାହୀ। ନିରାକାର ବିଷ୍ଣୁଙ୍କର ନମିଲେ ପୟରେ, ନମସ୍କାର କଲେ ଯାଇ ବିଷ୍ଣୁ ସନ୍ନିଧିରେ। ତାହାଙ୍କୁ କଲ୍ୟାଣ କଲେ ନିରଞ୍ଜନ ଦେଇ, ବୋଇଲେ ଏତେ ବିଳମ୍ବ କଲ କାହିଁ ପାଇଁ। ପୃଥିବୀର ମହାଭାର ହୋଇଲା ଉଶ୍ୱାସ,
ଦ୍ୱାପର ଯୁଗ ଆସୀନ ହୋଇଲା ଶେଷ, ମର୍ତ୍ତ୍ୟରେ ଥିବା ତୁମ୍ଭର ଉଚିତ ନୁହଁଇ। ହରିପାର୍ଥ ବଳରାମ ଆସ ବେଗ ହୋଇ, ଯେତେବେଳେ ଦ୍ୱାରକାରୁ ହୋଇବୁ ବାହାର। ଦ୍ୱାରକାପୁର ବୁଡ଼ାଇ ଦେବୁ ତୁ ଜଳର, ବଳଦେବ ଆସିବେ ଯେ ଅତି ତୋରା ହୋଇ। ତୋହର ଆସନ୍ତେ ତୁଚ୍ଛା ହୋଇବ ଯେ ମହି, ମାନବେ ଯାଇଣ ବାସ କରିବେ ତହିଁରେ। ଏଣୁ କରି ସେ ପୁର ତୁ ବୁଡ଼ାଅ ଜଳରେ। କୁଶସ୍ଥଳୀ ଦ୍ୱାରକା ଯେ ଅଟେ ନାମ ତାର, ଅବତାର ପାଇଁ କରିଅଛି ବେଦବର। କୃଷ୍ଣ ଅବତାରେ ଲୀଳା କର ଭଗବାନ, ତେଣୁ କରିଣ ଦ୍ୱାରକା ଅଟେ ଗୁପ୍ତ ସ୍ଥାନ। ସେହି ପୁରକୁ ଅବଶ୍ୟ ଜଳେ ଭସାଇବ, ଏହି ପାତାଳ ପୁରକୁ ତୋରିତେ ଆସିବ। ନିରାକାର ବିଷ୍ଣୁ ମୁଖୁ ଏ ସନକ ଶୁଣି, କରପତ୍ର ଯୋଡ଼ିବ ଦୟନ୍ତୀ ବେଣୁ ପାଣି। ତୁମ୍ଭର ଆଜ୍ଞା ପ୍ରମାଣେ ଏତେକ କରିବୁ, କୁହସ୍ଥଳୀ ଦ୍ୱାରକାକୁ ଜଳେ ବୁଡ଼ାଇବୁ। ପୃଥିବୀରେ ଯେତେକ ବା ଦୁଷ୍ଟ ଜୀବ ଥିଲେ, ତୋହର ହିଁ କୃପାରେ ସେ ସର୍ବେ ନାଶ ଗଲେ। ଆଉ ତ ପୃଥିବୀରେ ଦୁଷ୍ଟ ଜୀବ କେହି ନାହିଁ, ତୁହି ରହି ମହାସୁଖ ଭୋଗ କଲୁ ତହିଁ। ତୋହର ପୁତ୍ର ନାତିଏ ଅଛନ୍ତି କି ଭଲେ, ସାତବଂଶ ଯାଦବ କି ଅଛନ୍ତି କୁଶଳେ। ଯଦୁବଂଶ ଯେବେ ଥିବେ ପୃଥିବୀ ମଣ୍ଡଳେ, ପୃଥିବୀ ଦେବୀ ଉଶ୍ୱାସ ନୁହେଁ କେତେବେଳେ। ତୋହର ସେ ପୁତ୍ର ନାତି ଯେତେକ ଅଛଇ, ତାଙ୍କୁ ଜିଣିବାକୁ ପୃଥ୍ୱୀ ମଧ୍ୟ କେହି ନାହିଁ। ସେମାନେ ଥିଲେ ପୃଥିବୀ ନହିବ ଉଶ୍ୱାସ, ସେମାନଙ୍କୁ ନିବାରଣ କର ପିତବାସ। ପୂର୍ବେ ଗାନ୍ଧାରୀ ଦେବୀର ସାପ ତୋତେ ଅଛି, ଯୋଗ ବଳରେ ଆମ୍ଭଙ୍କୁ ଦୃଶ୍ୟ ହେଉଅଛି। ଆହୁରି କଥା ଗୋଟିଏ ଶୁଣ ନର ହରି, ସାପ ଦେଇଛି ଦୁର୍ବାସା ନାମେ ତପଚାରି। ଏବେ ତୋତେ ସେହି କଥା ମେଣ୍ଟଣ ନହିବ, ତୋହର ବଂଶ ତୋହର ଆଗେ କ୍ଷୟ ଯିବ। ପଛରେ ଯାରା ଶବର ବିନ୍ଧିବଟି ବାଣ, ସେ ବାଣେ ଦେହ ତେଜିବୁ ଦେବ ନାରାୟଣ। ନିଦା ବିଷ୍ଣୁଙ୍କ ମୁଖରୁ ଏ ସନକ ଶୁଣି, ବିସ୍ମୟରେ ମନ ମଧ୍ୟେ ଭାଳେ କମ୍ବୁ ପାଣି। ପଦ୍ମବନ ପରାୟକ ବଢ଼ିଲେ ମୋ ବଂଶ, ଦୈବ ବଳେ ସେମାନେ ସର୍ବେ ଯିବେ ନାଶ। ଏନେ ବିଚାର କରନ୍ତି ଦେବ ଚକ୍ରଧର, ଯାଅ ଯାଅ ବୋଲି ଆଜ୍ଞା ଦେଲେ ନିରାକାର। ତାହାଙ୍କ ବଚନେ ହରି ଅର୍ଜୁନ ଉଠିଲେ, ପ୍ରଭୁଙ୍କର ଚରଣରେ ନମସ୍କାର କଲେ। ପାତାଳପୁର ଅଇଲେ ଅତି ବେଗ ହୋଇ, ବିବର ଦ୍ୱାରେ ରଥରେ ବସି ଭାବଗ୍ରାହୀ। ତତକ୍ଷଣେ ଦ୍ୱାରକାରେ ହୋଇଲେ ପ୍ରବେଶ, ରଥ ଉପରୁ ଓହ୍ଲାଇ ଗଲେ ପିତବାସ। ଅର୍ଜୁନ ବୀରର ହସ୍ତ ଧରି ଭାବଗ୍ରାହୀ, ଚନ୍ଦ୍ରଶାଳା ପୁରେ ବିଜେ କଲେ ବେଗେ ଯାଇ। ବାର୍ତ୍ତା ପାଇଣ ଅଇଲେ ଯାଦବ କୁମରେ, ତହିଁ କୃଷ୍ଣର କୁମରେ ଆସୀନ ମିଳିଲେ। 160 ଅଟନ୍ତି କୃଷ୍ଣର ନନ୍ଦନ, ନମସ୍ତେ ନ ମିଲେ ହରି ଅର୍ଜୁନ ଚରଣ। ହରି ଅର୍ଜୁନ ତାଙ୍କର କଲ୍ୟାଣ ବାଞ୍ଛିଲେ, ପୁତ୍ରଙ୍କୁ ଚାହିଁଣ କୃଷ୍ଣ ବିସ୍ମୟ ହୋଇଲେ। ପଦ୍ମବନର ପରାଏ ବଢ଼ିଲେ ମୋ ବଂଶ, ଏକାବେଳକେ ଦୈବ କରିବ ବିନାଶ। ଏତେ ବିଚାରି ବିକଳ ହନ୍ତି ଭାବଗ୍ରାହୀ, ହୃଦୟର ବେଦନା ସେ ନ ପାରନ୍ତି କହି। କୁମରଙ୍କୁ ବୋଇଲେ ଯାଅ ବେଗେ ଚଳି, ଗାଣ୍ଡିବ ଧାରି ଅର୍ଜୁନ ଅଇଲେ ମୋ ପୁରୀ। ଅର୍ଜୁନକୁ ଘେନି ସ୍ନାନ କଲେ ନାରାୟଣ, ଶତ ପ୍ରକାର ରସରେ କରନ୍ତି ଭୋଜନ। ଭୋଜନ ଶେଷେ ସେମାନେ ଆଚମନ କଲେ, ଝିନ ବସନ ଘେନିଣ ଶ୍ରୀମୁଖ ପୋଛିଲେ। ଦ୍ୱାରକାରେ କିଛି ଦିନ ରହିଲେ ଅର୍ଜୁନ, ତେଣେ ପାର୍ଥକୁ ସ୍ମରିଲେ ଧର୍ମର ନନ୍ଦନ। ଅର୍ଜୁନଙ୍କୁ ସୁମରନ୍ତେ ଉଚାଟ ଲାଗିଲା, ଗୋବିନ୍ଦଙ୍କର ଛାମୁରେ ସବୁ ଜଣାଇଲା। ହସ୍ତିନାପୁରକୁ ଯିବି ଆଜ୍ଞା ଦିଅ ମୋତେ, ଅର୍ଜୁନକୁ ଚାହିଁବ ଦୟନ୍ତୀ ପଦ୍ମ ନେତ୍ରେ। ନିରାକାର ମହାପ୍ରଭୁ ଯେଉଁ ଆଜ୍ଞା ଦେଲେ, ସେହି କଥା ଅର୍ଜୁନ ତୁ ଶୁଣିଅଛୁ ଭଲେ। ସେ କଥା ଗୋଟିକ ବାବୁ ହୃଦେ ଧରିଥିବ,
କାହାର ଆଗରେ ପରକାଶ ନ କରିବ। ଯେତେବେଳେ ମୋର ବଂଶ କରିବି ମୁଁ ନାଶ, ତହିଁକି ତୁ ଲୟ କରିଥିବୁ ପଣ୍ଡୁ ଶିଷ୍ୟ। ଯେବେ ଶବର ବାଣରେ ନାଶ ଯିବି ମୁହିଁ, ସେ କଥା ଗୋଟିକ ଲୟ କରିଥିବୁ ତୁହି। ମୋହର ପିଣ୍ଡରୁ ପ୍ରାଣ ଯେତେବେଳେ ଯିବ, ସମୁଦ୍ର କୂଳେ ମୋ ପିଣ୍ଡ ଦହନ କରିବ। ଆପେ ଧନୁ ଧରି ତୁହି ଦ୍ୱାରକା ଆସିବୁ, ମୋ କୁଟୁମ୍ବ ସମ୍ଭାଳିଣ ହସ୍ତିନାକୁ ନେବୁ। ଏହା ଶୁଣିଣ ଅର୍ଜୁନ କମ୍ପେ ଥରହର, ବେନି ନୟନୁ ଲୋତକ ଗଡ଼େ ଝର ଝର। ହେ ଦୈବ ପୁରୁଷ ଏହା ବିଚାରିଲୁ ତୁହି, ଶ୍ରୀକୃଷ୍ଣ ଗଲେ କି ମୁହିଁ ଦେହ ଧରିବଇଁ। ଶ୍ରୀକୃଷ୍ଣ ବିହୀନେ ମୁହିଁ ହୋଇବି ଅନାଥ, ଜଗତେ ଶୁଭେ ପାଣ୍ଡବ ଜଗନ୍ନାଥ ଭୃତ୍ୟ। ଅର୍ଜୁନର ବିକଳ ଜାଣି ଚକ୍ର ପାଣି, ବୋଇଲେ ସେ କାହିଁ ପାହିଁ ଭାଳ ବୀରମଣି। ତୁହି ମୋର ପଞ୍ଚଭୂତ ଆତ୍ମାର କାରେଣୀ, ପିଣ୍ଡ ଗଲେ ପ୍ରାଣ କାହିଁ ସମ୍ଭାଳିବ ପୁଣି। ମୁହିଁ ପିଣ୍ଡ ଅଟଇ ତୁ ମୋର ପଞ୍ଚ ପ୍ରାଣ, ଏହି କଥା ଅର୍ଜୁନ ତୁ ଦୃଢ଼ କରି ଜାଣ। ତୋତେ ଛାଡ଼ି ନ ପାରଇ ମୁହିଁ କଦାଚିତେ, ପ୍ରତି ଅବତାର ଥାଉ ମୋହର ସଙ୍ଗତେ। ଏତେ କହି ଅର୍ଜୁନକୁ ପ୍ରବୋଧ ସେ କଲେ, ଦିବ୍ୟ ରଥ ଗୋଟିଏ ଏକ ସଜାଡ଼ି ନ ଦେଲେ। ଓଳଗି ମେଲାଇ ପାର୍ଥ ବାହାର ହୋଇଲେ, ରଥରେ ଚଢ଼ିଣ ହସ୍ତିନାକୁ ଚଳିଗଲେ। ନିଜ ପୁରେ ପରବେଶ ହୋଇଲେ କ ଯାଇ, ଯୁଧିଷ୍ଠିର ପାଦେ ନମସ୍କାର ସେ କରଇ। ଶ୍ରୀକୃଷ୍ଣଙ୍କର ଚରିତ ସମସ୍ତ କହିଲେ, ନିଶ୍ଚିନ୍ତ ହୋଇଣ ତହିଁ ଅର୍ଜୁନ ରହିଲେ। ଶୁଣ ହେ ପରୀକ୍ଷ ରାଜା ସୁକ ମୁନି ଭଣି, ପବିତ୍ର ଗଙ୍ଗା ଜଳ ଏ ଭାଗବତ ବାଣୀ। କର୍ଣ୍ଣରେ ଶୁଣିଲେ ସର୍ବ ପାପ ହୁଏ ଧ୍ୱଂସ, ଅଚ୍ୟୁତ ଦାସକୁ ତ୍ରାହି କର ପିତ ବାସ।